ଆରେ ଏ ଜଙ୍ଗଲକୁ ତ ଆସୁ ଆସୁ ରାତି ହେଇଗଲା। ଏବେ ଘର ତିଆରିବା ସମ୍ଭବ ନୁହଁ। ହେଲେ ଆଜି ରାତି ମୁଁ ମୋ ଅଣ୍ଡା ସହ କୋଉଠି ରହିବି? ଆରେ ଏ କ'ଣ, ଏଠି ତ ଗୋଟେ ଖାଲି ଘର ଅଛି। ଆଜି ରାତି ମୁଁ ଏ ଘରେ ଆଶ୍ରୟ ନେଇଥାଏ। ସକାଳେ ମୁଁ ନିଜ ପାଇଁ ଏକ ଘର ତିଆରି କରିନେବି। ଏମିତି ଚିନ୍ତା କରି ମା ଚଢ଼େଇ ରାତିରେ ସେ ଘରେ ରହିଲା। ସକାଳ ହେଲା ପରେ ଗୋଟେ କାଉ ସେ ଘରକୁ ଆସିଲା। ଏ ଚଢ଼େଇ, କିଏ ତୁ? ମୁଁ ମୋ ଘରେ ନଥିଲି ବୋଲି ତୁମ ଘରକୁ କବ୍ଜା କରି ନେଇଛୁ। ଏଇଟା ମୋ ଘର, ତୁ ଶୀଘ୍ର ମୋ ଘରୁ ବାହାର। କ୍ଷମା କରିବେ କାଉ ଭାଇ, ମୁଁ ଏ ଜଙ୍ଗଲକୁ ନୂଆ ଆସିଛି। ମୁଁ ପାଖ ଜଙ୍ଗଲରେ ରୁହେ। ସେ ଜଙ୍ଗଲକୁ କିଛି ଶିକାରୀ ଚିଲ ଚାଲି ଆସିଛନ୍ତି। ସେମାନଙ୍କ ପାଖରୁ ମୁଁ ମୋ ଅଣ୍ଡାକୁ ରକ୍ଷା କରିବା ପାଇଁ ହିଁ ଏ ଜଙ୍ଗଲକୁ ଚାଲି ଆସିଛି। କାଲି ରାତି ହେଇଯିବାରୁ ମୁଁ ଘର ତିଆରି କରି ପାରିଲିନି। ତୁମ ଘରକୁ ଖାଲି ଦେଖି ମୁଁ ରହିଯାଇଥିଲି। ତୁମେ ଚିନ୍ତା କରନି, ମୁଁ ଆଜି ହିଁ ତୁମ ଘରୁ ଚାଲିଯିବି। ଆରେ ଚଢ଼େଇ ରହ, ତୁ ମୋ ଘରେ ଗୋଟେ ରାତି ରହିଛୁ। ମୋ ଘରକୁ ତୁ କ'ଣ ଧର୍ମଶାଳା ଭାବିଛୁ? ମାଗଣାରେ ରହି ଚାଲି ଯାଉଛୁ। ଆଗ ମତେ କିଛି ଦେ, ତାପରେ ତୁ ଏଠୁ ଯିବୁ। ଠିକ୍ ଅଛି କାଉ ଭାଇ, ମୋ ପାଖରେ କିଛି ଚାଉଳ ଦାନା ଅଛି। ତୁମେ ସେଥିରୁ ଅଧା ନେଇଯାଅ। ନା, ଅଧା ନୁହଁ, ମତେ ତୋର ପୁରା ଚାଉଳ ଦାନା ଦରକାର। ଚୁପଚାପ ମତେ ତୋର ସବୁ ଚାଉଳ ଦାନା ଦେଇଦେ, ନହେଲେ ମୁଁ ପାଟି କରି ଏ ଜଙ୍ଗଲର ସବୁ ଚଢ଼େଇଙ୍କୁ ଡାକିବି। ଆଉ ତୁ ମୋ ଘରୁ ଚୋରି କରୁଛୁ କହିବି। ଏ ଘର ମୋର, ସମସ୍ତେ ମୋ କଥାକୁ ହିଁ ବିଶ୍ୱାସ କରିବେ। ଯଦି ମାଡ଼ ଖାଇବାକୁ ଚାହୁଁନୁ, ମତେ ତୋର ସବୁ ଚାଉଳ ଦାନା ଦେଇ ଏଠୁ ଶୀଘ୍ର ପଳା। କାଉର ଏପରି କଥା ଶୁଣି ମା ଚଢ଼େଇ ବହୁତ ଡରିଗଲା। ଆଉ ତାର ସବୁ ଚାଉଳ ଦାନା କାଉକୁ ଦେଇ ସେଠାରୁ ଚାଲିଗଲା। ବାଃ, ଆଜି ଦିନଟା ମୋ ପାଇଁ କେତେ ଭଲ। ଏ ବୋକା ଚଢ଼େଇ ପାଇଁ ମତେ ଏତେ ଗୁଡ଼ିଏ ଖାଇବା ମିଳିଗଲା। ଆଉ ମତେ ଖାଇବା ଖୋଜିବା ପାଇଁ ବାହାରକୁ ଯିବାକୁ ପଡ଼ିବନି। ଗୋଟେ ମାସ ଏବେ ମୁଁ ବସି ବସି ଖାଇପାରିବି। ସେ ମା ଚଢ଼େଇ ବହୁତ ପରିଶ୍ରମୀ ଥିଲା। ଦିନ ସାରା ସେ ପରିଶ୍ରମ କରି କାଠ ଯୋଗାଡ଼ କଲା ଆଉ ଏକ ସୁନ୍ଦର ଘର ତିଆରି କରିନେଲା। ଯାହା ହଉ, ମୋ ଘର ତିଆରି ତ ସରିଗଲା। ଏବେ ମୁଁ ମୋ ଅଣ୍ଡା ସହ ଆରାମରେ ଘରେ ରହିପାରିବି। ସେ ଦୁଷ୍ଟ କାଉ ମୋର ସବୁ ଚାଉଳ ଦାନା ନେଇଗଲା। ଏବେ ମତେ ପୁଣି ଖାଇବା ଯୋଗାଡ଼ କରିବାକୁ ପଡ଼ିବ। ଏମିତି କହି ମା ଚଢ଼େଇଟି ଖାଇବା ଖୋଜିବାକୁ ଚାଲିଗଲା। କିଛି ଦିନ ପରେ ହିଁ ତା ଅଣ୍ଡାରୁ ସୁନ୍ଦର ଏକ ଛୁଆ ବାହାରିଲା। ମା ଚଢ଼େଇ ତା ଛୁଆକୁ ଦେଖି ଖୁବ୍ ଖୁସି ହେଇଗଲା। ସେ ନିଜ ଛୁଆକୁ ମିଠା ଫଳ ଖାଇବାକୁ ଦେଲା। ଏହିପରି ଆହୁରି କିଛି ଦିନ ବିତିଗଲା। ଦିନେ ଜଙ୍ଗଲରେ ପ୍ରବଳ ବର୍ଷା ହେଲା। 2-3 ଦିନ ଧରି ଲଗାତାର ବର୍ଷା ହେଲା। କାଉର ଭଙ୍ଗା ଘର ଭିତରେ ପାଣି ପଡ଼ିଲା। ଓହୋ, ଏ ବର୍ଷା ହେଲେ ହିଁ ମୋ ଶାନ୍ତିର ନିଦ ଭାଙ୍ଗିଯାଏ। ଏତେ କଷ୍ଟ କରି କିଏ ନୂଆ ଘର ତିଆରି କରିବ? ହେଲେ ମୁଁ ଏ ଭଙ୍ଗା ଘରେ ରହିଲେ ତ ମୋ ଦେହ ଖରାପ ହେଇଯିବ। ଯାଇ ଦେଖେ, ଏ ବର୍ଷା ଛାଡ଼ିବା ଯାଏଁ ମୁଁ କାହା ଘରେ ରହିବି। ଆରେ ବାଃ, ଏ ଘରଟା ତ ବହୁତ ସୁନ୍ଦର ହେଇଛି। ହେଲେ ଏ ଘର କାହାର? ଘରେ କିଏ ଅଛ? ମୋ କଥା ଟିକେ ଶୁଣ। ଏ ବର୍ଷାରେ ଭିଜି ଭିଜି ମୁଁ ଅନେକ କଷ୍ଟ ପାଇଲିଣି। ଆଜି ରାତି ମତେ ତୁମ ଘରେ ଆଶ୍ରୟ ଦେଇଥାଅ। ଆରେ ଏ ଶବ୍ଦ ତ କାଉର। ହେଲେ ସେ ମୋ ଘରକୁ କାହିଁକି ଆସିଛି? ମୁଁ ଯାଇ ଆଗ କବାଟ ଖୋଲେ। ଆରେ ଚଢ଼େଇ, ତୁ? ଏ ଘର ତାହେଲେ ତୋର? ମୁଁ ବର୍ଷାରେ ବହୁତ ସମୟ ଭିଜିଲିଣି। ଆଜି ରାତି ମତେ ତ ଘରେ ରହିବାକୁ ଦେଇଥା। ତୋର ତ ଘର ଅଛି, ତୁ ନିଜ ଘରେ ନ ରହି ଏଠାକୁ କାହିଁକି ଆସିଛୁ? ଆରେ ଚଢ଼େଇ, ତୁ ତ ଜାଣୁ ମୋ ଘର ଭଙ୍ଗା। ବର୍ଷା ପାଣି ମୋ ଘର ଭିତରେ ପଡ଼ୁଛି। ଦିନେ ତୋ ବିପଦ ସମୟରେ ତୁ ମୋ ଘରେ ଆଶ୍ରୟ ନେଇଥିଲୁ। ଆଜି ମୋ ବିପଦ ସମୟରେ ମତେ ତ ଘରେ ରହିବାକୁ ଦେବୁନି। ସେଦିନ ମୁଁ ତୋ ଘରେ ଗୋଟେ ରାତି ରହିଗଲି ବୋଲି ତୁ ମୋର ସବୁ ଚାଉଳ ଦାନା ନେଇ ଯାଇଥିଲୁ। ମୁଁ ତୋ ଭଳି ଏକ ଲୋଭୀ ଚଢ଼େଇକୁ ମୋ ଘରେ ରଖିପାରିବିନି। ମୋ ଝିଅ ଏବେ ଶୋଇବ। ଆଉ ପାଟି ନ କରି ଏଠାରୁ ଚାଲିଯା। କ'ଣ ହେଲା? ଏ ଚଢ଼େଇ ମତେ ଲୋଭୀ କହୁଛି। ଏବେ ଦେଖ ଚଢ଼େଇ, ମୁଁ ତୋ ସହ କ'ଣ କରୁଛି। ଆରେ ଏ କ'ଣ ଚଢ଼େଇ, ତୋ ଘର ପାଖ ଗଛ କେତେ ଜୋରରେ ହଲୁଛି। ଏମିତି ଲାଗୁଛି ଏ ଗଛ ଏବେ ହିଁ ଭାଙ୍ଗି ତୋ ଘର ଉପରେ ପଡ଼ିଯିବ। ଚଢ଼େଇ, ତୁ ଶୀଘ୍ର ତୋ ଝିଅକୁ ଧରି ଘରୁ ବାହାରିଆ। ଏମିତି ଶୁଣି ମା ଚଢ଼େଇ ଭୟରେ ତା ଝିଅକୁ ଧରି ଶୀଘ୍ର ଘରୁ ବାହାରି ଆସିଲା। ସେ ଯେମିତି ଘରୁ ବାହାରିଲା, କାଉ ତା ଘର ଭିତରେ ପଶି ଘରର କବାଟକୁ ଭିତର ପଟୁ ବନ୍ଦ କରିଦେଲା। ଏ କ'ଣ କାଉ, ତୁ ମୋ ଘର ଭିତରେ କାହିଁକି ପଶିଲୁ? ଏଠି ତ ଗୋଟେ ବି ଗଛ ହଲୁନି। ତୁ ମିଛ କାହିଁକି କହିଲୁ?
ଆମ ଘରର କବାଟ ଖୋଲ, ଆମେ ଭିତରକୁ ଯିବୁ। ହା ହା ହା, ଏବେଠୁ ଏ ଘର ମୋର। ମୁଁ ଏ ଘର ଭିତରେ ଅଛି ମାନେ ଆଜିଠୁ ମୁଁ ଏ ଘରେ ରହିବି। ଦୁଇ ମା ଛୁଆ ଘର ବାହାରେ ଛିଡ଼ା ହୋଇ ପାଟି କରୁଥିଲେ। ସେମାନଙ୍କ ଶବ୍ଦରେ ଆଖପାଖର ଚଢ଼େଇମାନେ ସେଠି ଆସି ଜମା ହେଲେ। କ'ଣ ହେଇଛି ଚଢ଼େଇ, ତୁ ଏଠି ଏମିତି ପାଟି କାହିଁକି କରୁଛୁ? ଦେଖ ନା ଭଉଣୀ, ଏ କାଉ ଆମକୁ ମିଛ କହି ବାହାରକୁ ଡାକିଲା, ତାପରେ ସେ ଆମ ଘର ଭିତରେ ପଶି ଭିତର ପଟୁ କବାଟ ବନ୍ଦ କରିଦେଇଛି। ଯେତେ କହିଲେ ବି ସେ କବାଟ ଖୋଲୁନି। ଏ ଚଢ଼େଇ ମିଛ କହୁଛି, ଏ ଘର ମୋର। ଦେଖୁନ ମୁଁ ଘର ଭିତରେ ଅଛି, ଏମାନେ ବାହାରେ ଅଛନ୍ତି। ଦୁଇ ମା ଛୁଆ କୋଉଠୁ କେଜାଣି ଆସି ଏ ଘରକୁ ନିଜର କହି ଦାବି କରୁଛନ୍ତି। ଏ ଘର ଯଦି ଏମାନଙ୍କର, ଏମାନଙ୍କୁ ଆଗ କୁହ, ଏମାନେ ଆଗ ପ୍ରମାଣ ଦେଖାନ୍ତୁ। କାଉର ଏପରି କଥା ଶୁଣି ଛୋଟ ଚଢ଼େଇ ଛୁଆ ଏକ ଉପାୟ ଚିନ୍ତା କରି କହିଲା, କାଉ ଅଙ୍କଲ, ତୁମକୁ ପ୍ରମାଣ ଦରକାର ତ? ଏ ଘର ଭିତରେ ଏକ ହୀରାର ହାର ଅଛି। ଯଦି ଏ ଘର ତୁମର, ତେବେ ସେ ହୀରାର ହାର ଖୋଜି ଆଣି ଆମକୁ ଦେଖାଅ। ଚଢ଼େଇ ଛୁଆର କଥା ଶୁଣି କାଉ ମନରେ ଲୋଭ ଆସିଲା। କ'ଣ ହେଲା? ଏ ଘରେ ଗୋଟେ ହୀରାର ହାର ଅଛି। ଏବେ ହିଁ ମୁଁ ସେ ହୀରା ହାରକୁ ଖୋଜେ। ପାଇଗଲେ ସେ ହୀରା ହାର ବି ମୋର, ଆଉ ଏ ଘର ବି ମୋର। ଆଚ୍ଛା ଆଚ୍ଛା, ଠିକ୍ ଅଛି, ମୁଁ ଏବେ ହିଁ ଖୋଜୁଛି। ଏମିତି କହି କାଉ ସେ ଘର ସାରା ହୀରାର ହାର ଖୋଜିଲା, ହେଲେ କୋଉଠି ବି ସେ ହାର ପାଇଲାନି। ଏସବୁ ଦେଖି କାଉ ଭୀଷଣ ରାଗିଗଲା। ସେ ଝରକା ପାଖରେ ଆସି କହିଲା, ଏ ଚଢ଼େଇ, ମୁଁ ତ ଘର ସାରା ଖୋଜିଲି, ହେଲେ କାହିଁ ହୀରାର ହାର ତ ପାଇଲିନି। ଭଲରେ କହିଦେ, ତୁ ସେ ହୀରା ହାର କୋଉଠି ରଖିଛୁ? ମୁଁ ତ ଘରେ ସେ ହାର ପାଉନି। କ'ଣ ହେଲା କାଉ, ଏ ଘର ଚଢ଼େଇର? ତୁ ନିଜେ ଏବେ କହିଲୁ ଏ ଘର ଚଢ଼େଇର, ତା ମାନେ ଏଯାଏଁ ତୁ ଆମକୁ ମିଛ କହୁଥିଲୁ? ଆରେ ଦୁଷ୍ଟ କାଉ, ଏ ଘରେ ହୀରାର ହାର ଥିଲେ ସିନା ତୁ ପାଇବୁ। ତ ପାଟିରୁ ସତ କଥା ବାହାର କରିବା ପାଇଁ ହିଁ ମୋ ଝିଅ ତତେ ମିଛ କହିଥିଲା। ଚଢ଼େଇ, ତୋର ଏତେ ସାହସ, ତୁ ମୋତେ ମିଛ କହିଲୁ? ମୁଁ ଏ ଘରୁ ଜମା ବି ବାହାରିବିନି। ଏ ଘର ମୋର। ତତେ ଲାଜ ଲାଗୁନି କାଉ? ସତ କଥା ଜଣାପଡ଼ିଲା ପରେ ବି ତୁ ମିଛ କହୁଛୁ? ଭଲରେ ଭଲରେ ଘରୁ ବାହାରି ଯା, ନହେଲେ ଆମେ ଘରେ ନିଆଁ ଲଗେଇଦେବୁ। ଘର ସହ ତୁ ବି ନିଆଁରେ ପଡ଼ି ପାଉଁଶ ହେଇଯିବୁ। ନା ନା, ଏମିତି କରନି, ମୁଁ ଏବେ ଘରୁ ବାହାରି ଯାଉଛି। ତାପରେ କାଉ ସେ ଘରୁ ବାହାରିଗଲା। ଚଢ଼େଇ ଆଉ ତାର ଛୁଆ ନିଜ ଘର ଭିତରକୁ ଗଲେ। ଦୁଷ୍ଟ କାଉ କିଛି ଉପାୟ ନ ପାଇ ନିଜ ଭଙ୍ଗା ଘରକୁ ଫେରି ଆସିଲା। ଆଉ ପୁରା ବର୍ଷା ଦିନ ସେଇ ଭଙ୍ଗା ଘରେ ରହି ନିଜ ଦିନ କାଟିଲା। ଦିନେ ଗୋଟେ କାଉ ଜଙ୍ଗଲରେ ଖାଇବା ଖୋଜୁଥିଲା। ଏତେ ସମୟ ଧରି ଖାଇବା ଖୋଜୁଛି, ହେଲେ ଆଜି କୋଉଠି ବି ଖାଇବା ପାଇଲେନି। ଜଙ୍ଗଲର ଉତ୍ତର ଦିଗକୁ ଯାଇ ଦେଖେ, ହୁଏତ ସେଠି କିଛି ଖାଇବା ପାଇଯିବି। ଏମିତି ଚିନ୍ତା କରି କାଉ ଜଙ୍ଗଲର ଉତ୍ତର ଦିଗକୁ ଗଲା। ହଠାତ୍ ସେଠି ସେ ଗୋଟେ ବଡ଼ ଅଣ୍ଡା ପଡ଼ିଥିବାର ଦେଖିଲା। ସେ ସେଇ ଅଣ୍ଡା ପାଖକୁ ଗଲା। ଆରେ, ଏତେ ବଡ଼ ଅଣ୍ଡା ଏଠି ପଡ଼ିଛି, ନିଶ୍ଚୟ ଏଇଟା କୋଉ ପକ୍ଷୀର ଅଣ୍ଡା ହେଇଥିବ। ମୁଁ ଏ ଅଣ୍ଡା ମୋ ଘରକୁ ନେଇଯାଏ, କିଛି ଦିନ ମତେ ଆଉ ଖାଇବା ଖୋଜିବାକୁ ପଡ଼ିବନି। ଏମିତି ଚିନ୍ତା କରି କାଉ ସେ ବଡ଼ ଅଣ୍ଡାକୁ ଉଠେଇବାକୁ ଚେଷ୍ଟା କଲା, ହେଲେ ପାରିଲାନି। ଓହୋ, ଏଇଟା ଅଣ୍ଡା ନା ପଥର? ଏତେ ଚେଷ୍ଟା କଲା ପରେ ବି ମୁଁ ଏ ଅଣ୍ଡାକୁ ଉଠେଇ ପାରୁନି। ନା, ଏଇଟା ଅଣ୍ଡା ହେଇନଥିବ। ଅଣ୍ଡା କେବେ ବି ଏତେ ଓଜନିଆ ନୁହଁ। ଏଇଟା ନିଶ୍ଚୟ କୋଉ ସାଧା ପଥର। ମୁଁ ବେକାରରେ ପଥରକୁ ଉଠଉଥିଲି। ଏମିତି କହି କାଉ ସେଠାରୁ ଚାଲିଗଲା। ସେ ଯିବା ପରେ କିଛି ଚଢ଼େଇ ଛୁଆ ଖେଳିବା ପାଇଁ ସେ ଜାଗାକୁ ଆସିଲେ। ସେମାନେ ବି ସେ ବଡ଼ ଅଣ୍ଡାକୁ ଦେଖିଲେ। ସାଙ୍ଗମାନେ ଦେଖ, କେତେ ବଡ଼ ଗୋଟେ ଧଳା ବଲ୍ ଏଠି ପଡ଼ିଛି, ଚାଲ ଏ ବଲ୍ ସହ ଖେଳିବା। ଏମିତି କଥା ହେଇ ସେ ତିନି ଛୁଆ ଲାଠିରେ ସେ ବଡ଼ ଅଣ୍ଡାକୁ ପିଟୁଥିଲେ। ସେତେବେଳେ ସେ ରାସ୍ତା ଦେଇ ରିନୁ ଯାଉଥିଲା। ଛୁଆମାନେ ଅଣ୍ଡାକୁ ପିଟୁଥିବାର ଦେଖି ସେ ତାଙ୍କ ପାଖକୁ ଗଲା। ଆରେ ପିଲାମାନେ, ତମେ ମାନେ ଅଣ୍ଡାକୁ ପିଟୁଛ କ'ଣ ପାଇଁ? ଆଣ୍ଟି, ଏଇଟା ଅଣ୍ଡା ନୁହଁ, ଏଇଟା ବଲ୍। ଆମେ ବଲ୍ ସହ ଖେଳୁଛୁ। ସେମାନେ ଯେତେବେଳେ ଏମିତି କଥା ହେଉଥିଲେ, ଜଙ୍ଗଲର ସବୁ ଚଢ଼େଇ ସେ ବଡ଼ ଅଣ୍ଡା ବିଷୟରେ ଜାଣି ସେଠାକୁ ଆସିଲେ। ବାପ୍ରେ, ଏତେ ବଡ଼ ଅଣ୍ଡା! ମୁଁ ଆଗରୁ ଏତେ ବଡ଼ ଅଣ୍ଡା ଦେଖିନଥିଲି। କିଏ କହିଲା ଏଇଟା ଅଣ୍ଡା? ଏଇଟା ଗୋଟେ ସାଧା ଗୋଲ ପଥର। ମୁଁ ଆଜି ସକାଳେ ଏ ପଥରକୁ ଉଠେଇବାକୁ ଚେଷ୍ଟା କଲି, ହେଲେ ପାରିଲିନି। ଆରେ ବୋକା, ତତେ ଏଇଟା ପଥର ଦେଖାଯାଉଛି? ଏଇଟା ଗୋଟେ ବଡ଼ ଅଣ୍ଡା।
ମତେ ତ ଲାଗୁଛି ଏଇଟା ନିଶ୍ଚୟ କୋଉ ଅଶୁଭ ଅଣ୍ଡା ହେଇଥିବ। ଏ ଅଣ୍ଡା ଆମ ଜଙ୍ଗଲବାସୀଙ୍କ ଉପରେ ବିପଦ ଆଣିପାରେ। ଚାଲ ସମସ୍ତେ ମିଶି ଏ ଅଶୁଭ ଅଣ୍ଡାକୁ ଭାଙ୍ଗିଦେବା। ସବୁ ଚଢ଼େଇ ତା କଥାରେ ରାଜି ହେଇଗଲେ ଆଉ ସେ ଅଣ୍ଡାକୁ ଭାଙ୍ଗିବା ଆରମ୍ଭ କଲେ। ଯେମିତି ସେମାନେ ସେ ଅଣ୍ଡା ଭାଙ୍ଗିଲେ ଅଣ୍ଡା ଭିତରୁ ଏକ ଲାଲ ପକ୍ଷୀଛୁଆ ବାହାରିଲା। ଆରେ ଏ କଣ? ଏ ଅଣ୍ଡା ଭିତରୁ ଏମିତି ଅଦ୍ଭୁତ ଲାଲ ପକ୍ଷୀଛୁଆ କଣ ବାହାରିଲା? ମତେ ତ ଲାଗୁଛି କୋଉ ତାନ୍ତ୍ରିକ ଆମର କ୍ଷତି କରିବା ପାଇଁ ଏ ପକ୍ଷୀଛୁଆକୁ ଅଣ୍ଡା ଭିତରେ ଭର୍ତ୍ତି କରି ଏଠାକୁ ପଠେଇଛି। ଏ ଛୁଆ ଆମର କିଛି କ୍ଷତି କରିବା ପୂର୍ବରୁ ଚାଲ ଆମେ ଏବେ ହିଁ ଏ ଛୁଆକୁ ମାରିଦେବା। ଆରେ ଆରେ ତମେ ମାନେ ଏସବୁ କଣ କହୁଛ? ତମ ମାନଙ୍କ ମନରେ କଣ ଟିକେ ବି ଦୟା ନାହିଁ? ଏତେ ଛୋଟ ଛୁଆଟି ତମର କଣ କ୍ଷତି କରିଛି ଯେ ତାକୁ ମାରିବାକୁ ଚାହୁଁଛ? ଏ ଛୁଆ ଦେହରେ କେହି ବି ହାତ ମାରିବନି। ଆଜିଠୁ ଇଏ ମୋ ଛୁଆ। ମୁଁ ୟାକୁ ମୋ ଘରକୁ ନେଇଯିବି। ମୋ ନିଜ ଛୁଆ ସହ ମୁଁ ୟାକୁ ବି ବଡ କରିବି। ଆରେ ରେନୁ, ତ ମୁଣ୍ଡ କଣ ଖରାପ ହେଇଯାଇଛି? ତୁ ଏ ଅଶୁଭ ଛୁଆକୁ ନିଜ ଘରେ ନେଇ ପାଳିବାକୁ ଚାହୁଁଛୁ? ଭବିଷ୍ୟତରେ ଯଦି ଏ ଛୁଆ କାହାର କ୍ଷତି କରେ ସେଥିପାଇଁ ତୁ ଦାୟୀ ରହିବୁ। ମନେ ରଖିବୁ କଥା। ହଁ, ମୁଁ ତୁମର ସବୁ କଥାରେ ରାଜି, ତଥାପି ଏ ଛୁଆକୁ ମାରନି। ଏମିତି କହି ରିନୁ ସେ ଲାଲ ଛୁଆକୁ ଧରି ଘରକୁ ଆସିଲା। ଘରେ ତାର ଛୋଟ ଝିଅ ତାକୁ ଅପେକ୍ଷା କରିଥିଲା। ମା, ଏ ଲାଲ ଛୁଆଟି କିଏ? ତୁମେ କାହାକୁ ସାଙ୍ଗରେ ଆଣିଛ? ମାରି, ଆଜିଠୁ ଇଏ ତୋର ଭଉଣୀ। ଇଏ ଆମ ସାଙ୍ଗରେ ଆମ ଘରେ ରହିବ। ଏମିତି ରିନୁ ତା ଝିଅକୁ ସବୁ ଘଟଣା କହିଲା। ସେବେଠାରୁ ସେ ଦୁଇ ଛୁଆଙ୍କର ସମାନ ଯତ୍ନ ନେଇ ପାଳୁଥିଲା। ଦିନେ ରାତିରେ ସେମାନେ ଶୋଇଥିଲେ। ଅଧରାତିରେ ହଠାତ୍ ସେ ଲାଲ ଛୁଆଟି ଉଠି ପଡ଼ିଲା। ପରୀମାନଙ୍କ ପରି ତାର ଦୁଇଟି ଡେଣା ବାହାରିଲା। ସେ ଉଡ଼ି ଉଡ଼ି ଘର ବାହାରକୁ ଚାଲିଗଲା। ତା ଶବ୍ଦରେ ରିନୁ ଆଉ ତା ଝିଅର ନିଦ ଭାଙ୍ଗିଗଲା। ଲାଲ ଛୁଆକୁ ଘରେ ନ ଦେଖି ସେମାନେ ତାକୁ ଖୋଜିବା ପାଇଁ ବାହାରକୁ ଗଲେ। ସେମାନେ ଦେଖିଲେ ଲାଲ ଛୁଆଟି ତାଙ୍କ ଘର ବାହାରେ ଉଡୁଥିଲା। ମା, ଦେଖ, ସେ ଲାଲ ଛୁଆ ଦେହରେ କେମିତି ଏକ ଅଦ୍ଭୁତ ଦୁଇଟି ଡେଣା ଅଛି। ଏମିତି ଡେଣା ତ ପରୀମାନଙ୍କର ଥାଏ। ତା ମାନେ କଣ ଏ ଛୁଆଟି ଗୋଟେ ପରିଛୁଆ? ସେମାନେ ଏପରି ଚିନ୍ତା କରୁଥିବା ସମୟରେ ଏକ ପରୀ ସେଠାକୁ ଆସିଲା ଆଉ ସେ ଲାଲ ଛୁଆକୁ ଜାବୁଡ଼ି ଧରିଲା। ଯା ହେଉ ମା, ଏତେ ଦିନ ପରେ ଯାଇ ମୁଁ ତତେ ଫେରି ପାଇଲି। କିଏ ତୁମେ? ଏ ଲାଲ ଛୁଆକୁ ତୁମେ ଏମିତି କାହିଁକି ଧରିଛ? ତୁମେ କଣ ଏ ଛୁଆର ମା? ହଁ, ମୁଁ ଏ ଛୁଆର ମା। ମୋ ଛୁଆଟି ଦିନେ ଭୁଲରେ ଏକ ତାନ୍ତ୍ରିକର ଧ୍ୟାନ ଭାଙ୍ଗି ଦେଇଥିଲା। ସେ ତାନ୍ତ୍ରିକ ରାଗରେ ମୋ ଛୁଆକୁ ଏକ ଅଣ୍ଡା ଭିତରେ ବନ୍ଦୀ କରିଦେଇଥିଲା। ମୁଁ ମୋ ଛୁଆକୁ ଫେରି ପାଇବା ପାଇଁ ତା ପାଖରେ ନେହୁରା ହେବାରୁ ସେ ମତେ କହିଲା, ଏବେ ମୁଁ ଏ ଅଣ୍ଡା ନେଇ ଜଙ୍ଗଲ ଭିତରେ ଫିଙ୍ଗିଦେବି। ଗୋଟେ ଭଲ ଚଢ଼େଇ ତୋ ଛୁଆକୁ ପାଳିବ। ତୁ ଯଦି ନିଜ ଛୁଆକୁ ଖୋଜିକି ପାଇଯିବୁ ତେବେ ଯାଇ ତୋ ଛୁଆ ଅଭିଶାପରୁ ମୁକ୍ତ ହେବ ଆଉ ତତେ ଚିହ୍ନି ପାରିବ। ସେଦିନ ପରଠାରୁ ମୁଁ ଜଙ୍ଗଲ ଜଙ୍ଗଲ ବୁଲି ସବୁ ଚଢ଼େଇଙ୍କ ଘରକୁ ଯାଉଥିଲି। ତୋ ଘରକୁ ଯିବା ସମୟରେ ମୁଁ ମୋ ଛୁଆକୁ ଏଠି ଉଡୁଥିବାର ଦେଖିଲି। ସେଥିପାଇଁ ତଳକୁ ଚାଲି ଆସିଲି। ଚଢ଼େଇ, ତତେ ବହୁତ ବହୁତ ଧନ୍ୟବାଦ। ଏତେ ଦିନ ତୁ ମୋ ଛୁଆକୁ ପାଳିଥିଲୁ। ଏବେ ମୁଁ ମୋ ଛୁଆକୁ ମୋ ସାଙ୍ଗରେ ନେଇଯିବାକୁ ଚାହୁଁଛି। ତୁମେ ଏ ଛୁଆର ନିଜ ମା। ତୁମେ ନିଜ ଛୁଆକୁ ନିଜ ସାଙ୍ଗରେ ନେଇଯାଅ। ମୋର ଏଥିରେ କିଛି ଆପତ୍ତି ନାହିଁ। ସତରେ ଚଢ଼େଇ, ତୁ ବହୁତ ଭଲ। ମୁଁ ତତେ କିଛି ଉପହାର ଦେବାକୁ ଚାହୁଁଛି। ଏଇ ନେ। ଆଜିଠୁ ଏ ସବୁ ତମ ମାନଙ୍କର। ତମେ ମାନେ ଖୁସିରେ ରୁହ। ମୁଁ ଏବେ ଯାଉଛି। ଏମିତି କହି ସେ ପରୀ ନିଜ ଛୁଆକୁ ନେଇ ସେଠାରୁ ଚାଲିଗଲା। ଦୁଇ ମା ଛୁଆ ଏତେ ସାରା ସୁନା ଦେଖି ଖୁବ୍ ଖୁସି ଥିଲେ। ସେମାନେ ସେ ସୁନା ଧରି ନିଜ ଘରକୁ ଫେରି ଆସିଲେ। ଚଢ଼େଇ ନିଜ ଘର ପଛପଟେ କିଛି ଷ୍ଟ୍ରବେରୀ ଚାଷ କରିଥିଲା। ସବୁ ଷ୍ଟ୍ରବେରୀ ଗଛ ଭିତରୁ ଗୋଟିଏ ଷ୍ଟ୍ରବେରୀ ଗଛ ବହୁତ ବଡ଼ ଥିଲା। ସେଇ ବଡ଼ ଷ୍ଟ୍ରବେରୀ ଗଛରେ ଦୁଇଟି ବଡ଼ ବଡ଼ ଷ୍ଟ୍ରବେରୀ ଝୁଲିଥିଲା। ଗୋଟେ ଥିଲା କଞ୍ଚା ଷ୍ଟ୍ରବେରୀ ଆଉ ଗୋଟେ ଥିଲା ପାଚିଲା ଷ୍ଟ୍ରବେରୀ। ଆଜି ମୁଁ ବହୁତ ଖୁସି। ମୋ ଦେହର ରଙ୍ଗ ଲାଲ ହେଇଯାଇଛି। ମୁଁ କେତେ ସୁନ୍ଦର ଦେଖାଯାଉଛି। ମୋ ଦେହରୁ କେତେ ବଢିଆ ବାସ୍ନା ବାହାରୁଛି। ସମସ୍ତେ ମତେ ଦେଖିଲେ ମୋର ପ୍ରଶଂସା କରିବେ। ମୁଁ ସମସ୍ତଙ୍କର ପ୍ରିୟ ହେଇଗଲି। କିରେ ସବୁଜ ଷ୍ଟ୍ରବେରୀ, ତୁ ଏଯାଏଁ ପାଚିନୁ? ତୁ ସେମିତି କଞ୍ଚା ହେଇକି ରହିଗଲୁ। ଅନ୍ୟମାନଙ୍କ ପାଖରେ ତୋର କିଛି ମୂଲ୍ୟ ନାହିଁ। ଏତେ ଅହଙ୍କାର ଭଲ ନୁହଁ ସାଙ୍ଗ। ତୁ ବୋଧେ ଭୁଲି ଯାଉଛୁ ଆମେ ଗୋଟିଏ ଗଛର ଫଳ। କିଛି ଦିନ ତଳେ ତୋ ରଙ୍ଗ ବି ମୋ ପରି ସବୁଜ ଥିଲା। ତୁ ଟିକେ ଆଗ ପାଚିଗଲୁ, ସେଥିପାଇଁ ତୋ ରଙ୍ଗ ଲାଲ ହେଇଗଲା। କିଛି ଦିନ ପରେ ମୋ ରଙ୍ଗ ବି ତୋ ପରି ଲାଲ ହେଇଯିବ। ଏଇ ଛୋଟ କଥା ପାଇଁ ଏମିତି ଅହଙ୍କାର କାହିଁକି କରୁଛୁ କହିଲୁ? ହଁ ହଁ, ମୁଁ ବୁଝିଗଲି। ତୁ ମତେ ହିଂସା କରୁଛୁ ବୋଲି ଏମିତି କହୁଛୁ।
ମୁଁ ତୋଠୁ ଆଗ ସୁନ୍ଦର ହେଇଗଲି। ଏ ରାସ୍ତାରେ ଯୋଉ ଚଢ଼େଇ ଯାଉଛନ୍ତି ସେମାନେ ମତେ ଦେଖି ମୋର ପ୍ରଶଂସା କରୁଛନ୍ତି, ହେଲେ କେହି ବି ତତେ ଦେଖୁନାହାନ୍ତି କି ତୋର ପ୍ରଶଂସା କରୁନାହାନ୍ତି। ସେଥିପାଇଁ ତ ମନରେ ଈର୍ଷା ହେଉଛି ନା। କଞ୍ଚା ଷ୍ଟ୍ରବେରୀ ଆଉ ପାଚିଲା ଷ୍ଟ୍ରବେରୀ ଯେତେବେଳେ ଏମିତି କଥା ହେଉଥିଲେ ସେହି ସମୟରେ ଷ୍ଟ୍ରବେରୀ ଚାଷ କରିଥିବା ଚଢ଼େଇ ସେଠାକୁ ଆସିଲା। ତାକୁ ଦେଖି ପାଚିଲା ଷ୍ଟ୍ରବେରୀ କହିଲା, ଏଇ ତ ଆମ ମାଲିକାଣୀ ଆସିଗଲେ, ଚାଲ ତାଙ୍କୁ ପଚାରିବା ସେ ଆମ ଦୁଇ ଜଣଙ୍କ ଭିତରୁ କାହାକୁ ବେଶୀ ଭଲ ପାଆନ୍ତି। ଆଚ୍ଛା ମାଲିକାଣୀ ଟିକେ କୁହନ୍ତୁ ତ, ଆମ ଦୁଇ ଷ୍ଟ୍ରବେରୀଙ୍କ ଭିତରୁ କୋଉ ଷ୍ଟ୍ରବେରୀକୁ ତମେ ବେଶୀ ଭଲ ପାଅ? ଆମ ଦୁଇ ଜଣଙ୍କ ଭିତରୁ କିଏ ତୁମକୁ ବେଶୀ ସୁନ୍ଦର ଲାଗୁଛି କହିଲ? ମୁଁ ତମ ଦୁଇ ଜଣଙ୍କୁ ଚାଷ କରିଛି, ମୋ ପାଇଁ ତମେ ଦୁଇ ଜଣ ସମାନ, ତମେ ଦୁଇ ଜଣ ହିଁ ବହୁତ ସୁନ୍ଦର ଲାଗୁଛ। ନା ନା ଏମିତି ହେଇପାରିବନି, ଦୁଇ ଜଣ ଯାକ ଏକା ସାଙ୍ଗରେ ସୁନ୍ଦର କେମିତି ଲାଗିବ? ବୁଝିଗଲି, ତୁମେ କଞ୍ଚା ଷ୍ଟ୍ରବେରୀର ମନେ ରଖିବା ପାଇଁ ଏମିତି ମିଛ କହୁଛ ନା। ନା ନା ମୁଁ କାହାକୁ ବି ଖୁସି କରିବା ପାଇଁ ଏକଥା କହିନି, ମୁଁ ଯାହା ବି କହିଛି ତା ଠିକ କହିଛି। କେମିତି ଠିକ କହୁଛ? ମୁଁ କଞ୍ଚା ଷ୍ଟ୍ରବେରୀ ଠାରୁ ବି ବେଶୀ ସୁନ୍ଦର ଦେଖାଯାଉଛି, ତା ଜାଣିବି ତୁମେ କଞ୍ଚା ଷ୍ଟ୍ରବେରୀକୁ ସୁନ୍ଦର କହୁଛ? ଏଇଠୁ ଜଣାଗଲା ତୁମେ କେତେ ମିଛୁଆ। ଆରେ ସାଙ୍ଗ କଞ୍ଚା ଷ୍ଟ୍ରବେରୀ, ମାଲିକାଣୀଙ୍କ ସହ କାହିଁକି ଝଗଡ଼ା କରୁଛୁ କହିଲୁ? ଏଇ ଚୁପ୍, ମତେ ତୁ ତୋର ସାଙ୍ଗ କହିବୁନି ବୁଝିଲୁ। ମାଲିକାଣୀ ତୋର ଟିକେ ପ୍ରଶଂସା କରିଦେଲେ ତ ସେଥିପାଇଁ ତୋର ମୁହଁ ବଢିଗଲା। ଦିନ ଆସିବ ତୁ ଜାଣିବୁ ମୁଁ ତୋଠୁ କେତେ ସୁନ୍ଦର। ଏମିତି କିଛି ଦିନ ବିତିଗଲା। ଦିନେ ଚଢ଼େଇର ଦୁଇ ଛୁଆ ଷ୍ଟ୍ରବେରୀ ଗଛ ପାଖରେ ଆସି ଝଗଡ଼ା କରୁଥିଲେ। ଏଇ ତତେ କେତେ ଥର କହିବି, ମା ଯେତେବେଳେ ବି ଚକୋଲେଟ ଦେବେ ମୁଁ ଅଧିକା ନେବି, କାହିଁକି ନା ମୁଁ ବଡ, ମା ତୋଠୁ ବେଶୀ ମତେ ଭଲ ପାଆନ୍ତି। ହଁ ତୁ ବଡ ହେଇପାରୁ, ହେଲେ ମା ତୋ ପରି ମତେ ବି ଭଲ ପାଆନ୍ତି, ସେଥିପାଇଁ ମା ଯାହା ବି ଦେବେ ଆମେ ସମାନ ଭାଗ କରି ନେବା। ଏଇ ତମେ ଦୁଇ ଜଣ ଝଗଡ଼ା ବନ୍ଦ କର। ମା କେବେ ବି ଦୁଇ ଛୁଆଙ୍କ ଭିତରୁ ଗୋଟେ ଛୁଆକୁ ଅଧିକ ଭଲ ପାଏନି, ସେ ତାର ଦୁଇ ଛୁଆଙ୍କୁ ହିଁ ସମାନ ଭଲ ପାଏ। ତମେ ଦୁଇ ଛୁଆ ତମ ମା ପାଖରେ ମୂଲ୍ୟବାନ, ସେଥିପାଇଁ ତମ ମା ଯାହା ବି ଦିଏ ସମାନ ଭାଗ କରି ଖାଅ। ନା ନା ତମେ ଦୁଇ ଜଣ ଏଇ କଞ୍ଚା ଷ୍ଟ୍ରବେରୀର କଥା ଶୁଣନି, ଦୁଇ ଜଣଙ୍କୁ ସମାନ ଭାବରେ କେହି ବି ଭଲ ପାଆନ୍ତିନି। ତମ ମା ତମ ଦୁଇ ଜଣଙ୍କ ଭିତରୁ ଜଣକୁ ବେଶୀ ଭଲ ପାଉଥିବେ। ନା ନା ଏ ଲାଲ ଷ୍ଟ୍ରବେରୀର କଥା ଶୁଣି ତମେ ମାନେ ପୁଣି ଝଗଡ଼ା କରନି। ବଡ ହେଉ କିମ୍ବା ସାନ, ମା ତାର ଦୁଇ ଛୁଆଙ୍କୁ ସମାନ ଭଲ ପାଏ। ଯଦି ଜାଣିବାକୁ ଚାହୁଁଛ ପରୀକ୍ଷା କରିନିଅ। ଆମେ କେମିତି ପରୀକ୍ଷା କରିବୁ? କାଲି ତମେ ମାନେ କିଛି କାମ ନ କରି ଶୋଇ ରହିବ, ତାପରେ ତମେ ମାନେ ଜାଣିପାରିବ ତମ ମା କାହାକୁ ବେଶୀ ଭଲ ପାଏ। ପରଦିନ ସକାଳେ ଦୁଇ ଚଢ଼େଇ ଛୁଆ ଶୋଇ ରହିଲେ, ସେମାନେ ବିଛଣାରୁ ଉଠିଲେନି। କିଛି ସମୟ ପରେ ତାଙ୍କ ମା ସେଠାକୁ ଆସି କହିଲା, କିରେ ଆଜି ତମେ ଦୁଇ ଜଣ ଏତେ ସମୟ ଯାଇ ଶୋଇ ରହିଛ, ମୋ ସାଙ୍ଗରେ ଖାଇବାକୁ ଯିବାକୁ ଯିବନି କି? ମା ମା ମତେ ଆଜି ଜମା ବି ଭଲ ଲାଗୁନି, ଭାରି ଦୁର୍ବଳ ଲାଗୁଛି, ମୁଁ ଆଜି କୁଆଡେ ବି ଯାଇପାରିବିନି। ମା ମା ମୋ ଦେହ ବି ଆଜି ଭଲ ନାହିଁ, ମୁଁ ବି କୁଆଡେ ଯାଇପାରିବିନି। ଆଚ୍ଛା ହଉ, ଆଜି ତମେ ଦୁଇ ଜଣ ଆରାମ କର, କଣ ଖାଇବ କୁହ, ମୁଁ ତମ ମନ ପସନ୍ଦର ଖାଇବା ଆଣିଦେବି। ଦୁଇ ଛୁଆଙ୍କର ଦେହ ଖରାପ କଥା ଜାଣି ମା ଚଢ଼େଇଟି ବହୁତ ଦୁଃଖୀ ଥିଲା। କିଛି ସମୟ ପରେ ସେ ତାର ଦୁଇ ଛୁଆଙ୍କ ପାଇଁ ମନ ପସନ୍ଦର ଖାଇବା ଆଣିଦେଲା। ଏମିତି ସେ ଦୁଇ ଛୁଆ ଜାଣିଗଲେ ତାଙ୍କ ମା ଦୁଇ ଜଣଙ୍କୁ ସମାନ ଭାବରେ ଭଲ ପାଏ। ପରଦିନ ସେମାନେ ପୁଣି ଥରେ ଷ୍ଟ୍ରବେରୀ ଗଛ ପାଖକୁ ଗଲେ। କଞ୍ଚା ଷ୍ଟ୍ରବେରୀ, ତୁମେ ଠିକ କହୁଥିଲ, ମା ଆମ ଦୁଇ ଜଣଙ୍କୁ ସମାନ ଭଲ ପାଆନ୍ତି। ମୁଁ ନିଜ ଭୁଲ ବୁଝିଗଲି, ମୁଁ ଆଉ କେବେ ବି ମୋ ଭଉଣୀ ସହ ଝଗଡ଼ା କରିବିନି। ହଁ ହଁ ମୁଁ ବି ବୁଝିଗଲି, ମୁଁ ବି ମୋ ଭଉଣୀ ସହ ଝଗଡ଼ା କରିବିନି। ଯାହାର ନିଜର ମୂଲ୍ୟ ନାହିଁ ସେ ଅନ୍ୟମାନଙ୍କୁ ଜ୍ଞାନ ଦେଉଛି ଦେଖ। କିଏ କହିଲା କଞ୍ଚା ଷ୍ଟ୍ରବେରୀର ମୂଲ୍ୟ ନାହିଁ? କଞ୍ଚା ଷ୍ଟ୍ରବେରୀ ପାଇଁ ଆମେ ନିଜ ଭୁଲ ବୁଝିପାରିଲୁ, ସେଥିପାଇଁ ତାର ମୂଲ୍ୟ ଆମ ପାଖରେ ବହୁତ, ହେଲେ ତୋ ପାଇଁ ଆମ ଭିତରେ ଆହୁରି ଝଗଡ଼ା ହେଉଥିଲା, ତୋ ମୂଲ୍ୟ ଆମ ପାଖରେ କିଛି ବି ନାହିଁ। ତମେ ଦୁଇଟା ଛୋଟିଆ ଛୁଆ, ସେଥିପାଇଁ ଏ କଞ୍ଚା ଷ୍ଟ୍ରବେରୀର କଥାରେ ପଡ଼ିଯାଇଛ। କିଏ ଠିକ କିଏ ଭୁଲ ଜାଣିପାରୁନ, ଯାଅ ଚାଲିଯାଅ ଏଠୁ। ଏମିତି ସେ ଦୁଇ ଚଢ଼େଇ ଛୁଆ ସେଠାରୁ ଚାଲିଗଲେ। ପରଦିନ ସକାଳେ ଲାଲ ଷ୍ଟ୍ରବେରୀ କଞ୍ଚା ଷ୍ଟ୍ରବେରୀକୁ କହିଲା, ମୁଁ ତୋ କଥା ବୁଝିଗଲି, ସୁନ୍ଦରତାରେ ତୁ ମତେ ହରେଇ ପାରିବୁନି, ସେଥିପାଇଁ ଚାଲାକି କରି ଅନ୍ୟମାନଙ୍କୁ ମିଠା କଥା କହି ନିଜ ଆଡ଼କୁ କରିନେଉଛୁ। ମୁଁ ଏମିତି କରୁନି ସାଙ୍ଗ, ତୁ ମତେ ଭୁଲ ବୁଝୁଛୁ, ମୁଁ ତୋର ଶତ୍ରୁ ନୁହଁ। ଏଇ ତତେ କେତେଥର କହିବି, ତୁ ମୋର ସାଙ୍ଗ ହେବାକୁ ଯୋଗ୍ୟ ନୁହଁ, ମତେ ଆଉ ଦିନେ ବି ସାଙ୍ଗ କହିବୁନି। ଦୁଇ ଷ୍ଟ୍ରବେରୀ ଯେତେବେଳେ ଏମିତି କଥା ହେଉଥିଲେ ସେ ରାସ୍ତା ଦେଇ ଏକ ଚିଲ ଛୁଆ ଯାଉଥିଲା। ଏତେ ବଡ଼ ବଡ଼ ଷ୍ଟ୍ରବେରୀ ଦେଖି ସେ ସେଇ ଗଛ ପାଖକୁ ଆସିଲା।
ଆରେ ବାପରେ, ଏ ଷ୍ଟ୍ରବେରୀଟା କେତେ ବଡ଼! ମୁଁ ଏତେ ବଡ଼ ଲାଲ ଷ୍ଟ୍ରବେରୀ ଆଗରୁ ଦେଖିନଥିଲି। ମୁଁ ଆଜି ଆକୁ ପାଳି ଖାଇବି। ବହୁତ ଦିନରୁ ମୁଁ ଷ୍ଟ୍ରବେରୀ ଖାଇନି। ଚିଲ ଛୁଆର ଏପରି କଥା ଶୁଣି ଲାଲ ଷ୍ଟ୍ରବେରୀ ବହୁତ ଡରିଗଲା। ସାଙ୍ଗ କଞ୍ଚା ଷ୍ଟ୍ରବେରୀ, ମତେ ବଞ୍ଚା। ଏ ଚିଲ ଛୁଆ କହୁଛି ମତେ ଖାଇଦେବ। ମତେ ରକ୍ଷା କର ସାଙ୍ଗ। ଆରେ ଲାଲ ଷ୍ଟ୍ରବେରୀ, ମୋ ଆଗରୁ ତୁ ପାଚିଥିଲୁ ବୋଲି ବହୁତ ଅହଙ୍କାର କରୁଥିଲୁ। ହେଲେ ତୁ ଭୁଲି ଯାଇଥିଲୁ, ପାଚିଲା ଫଳକୁ ଚଢ଼େଇମାନେ ଆଗ ଖାଆନ୍ତି। ଆଜି ତୋର ଏ ଅବସ୍ଥା ଦେଖି ମୁଁ ଜମା ବି ହସିବିନି କି ତୋର ମଜା ଉଡ଼େଇବିନି। ମୁଁ ଜାଣେ ଦିନେ ଦିନେ ତୋ ପରି ଅବସ୍ଥା ମୋର ବି ହେବ। କଞ୍ଚା ଷ୍ଟ୍ରବେରୀର କଥା ସରିଛି କି ନାହିଁ, ଚିଲ ଛୁଆ ସେ ଲାଲ ଷ୍ଟ୍ରବେରୀକୁ ତୋଳି ଖାଇଦେଲା ଆଉ ତାପରେ ସେଠାରୁ ଚାଲିଗଲା। ଦିନେ ଗୋଟିଏ ଜଙ୍ଗଲକୁ ଏକ ଦୁଷ୍ଟ କାଉ ଆସିଲା। ସେ କାଉଟି ଅନେକ ଜାଗାରେ କାମ ଖୋଜିଲା, ହେଲେ ପାଇଲାନି। ସେ ମନରେ ଚିନ୍ତା କଲା, ଆରେ ମୁଁ ତ ଏତେ ଜାଗାରେ କାମ ଖୋଜିଲି, ହେଲେ ପାଇଲିନି। ଭାବିଥିଲି ଏ ଜଙ୍ଗଲରେ ଅନେକ କାମ ପାଇବି। ଏବେ ମୁଁ କ'ଣ ଯେ କରିବି? କାଉ ଏପରି ଚିନ୍ତା କରି କରି ରାସ୍ତାରେ ଚାଲୁଥିବା ସମୟରେ ହଠାତ୍ ଏକ ପଇଡ଼ ସହ ଧକ୍କା ହେଇ ତଳେ ପଡ଼ିଗଲା। ଓହୋ, ରାସ୍ତା ଉପରେ କିଏ ଏମିତି ପଇଡ଼ ପକେଇଛି? ଏ ଆଖପାଖରେ ତ ପଇଡ଼ ଗଛ ନାହିଁ। ପଇଡ଼ ଏଠାକୁ ଆସିଲା କେମିତି? ପାଖ ଜଙ୍ଗଲରେ ଅନେକ ପଇଡ଼ ଗଛ ଅଛି। ଆରେ ବାଃ, ଏ ପଇଡ଼କୁ ଦେଖି ମୋ ମୁଣ୍ଡକୁ ଏକ ଦୁଷ୍ଟ ବୁଦ୍ଧି ଆସିଲା। ହା ହା ହା, ଏବେ ମୁଁ ଏ ପଇଡ଼ ସାହାଯ୍ୟରେ ଅନେକ ଧନୀ ହେଇଯିବି। ଆଜି ଖାଲି ରାତି ହେଉ, ମୁଁ ମୋ କାମ ଆରମ୍ଭ କରିବି। ରାତି ହେବା ପରେ କାଉ ପେଟ ଖରାପର ଔଷଧ ନେଇ ଜଙ୍ଗଲରେ ଥିବା ଏକ କୂଅରେ ପକେଇଦେଲା। ହା ହା ହା, ଏବେ ମୁଁ ଏ କୂଅ ପାଣିରେ ପେଟ ଖରାପର ଔଷଧ ମିଶେଇ ଦେଲି। କାଲି ଯେତେବେଳେ ସବୁ ଚଢ଼େଇ କୂଅରୁ ପାଣି ପିଇବେ, ସମସ୍ତଙ୍କ ପେଟ ଖରାପ ହେଇଯିବ। ତାପରେ ମୁଁ ମୋ କାମ କରିପାରିବି। ଏମିତି କହି କାଉ ସେଠାରୁ ଚାଲିଗଲା। ପରଦିନ ସକାଳେ, ଓହୋ ଭାରି ଶୋଷ ଲାଗିଲାଣି, ଯାଏ କୂଅରୁ ଥଣ୍ଡା ପାଣି ପିଇ ଆସେ। ତାପରେ ମିଟୁ ସେ କୂଅ ପାଖକୁ ଗଲା ଆଉ କୂଅରୁ କିଛି ପାଣି କାଢି ପିଇଲା। ସେ ପାଣି ପିଇ ସାରିଲା ପରେ ପରେ ହିଁ ତାର ପେଟ ଖରାପ ହେଇଗଲା। ଆରେ ଆରେ, ମୋ ପେଟଟା ହଠାତ୍ ଖରାପ କାହିଁକି ହେଇଗଲା? ଓହୋ, ପେଟଟା ଭାରି କାଟୁଛି, ଶୀଘ୍ର ଟଏଲେଟକୁ ଯାଏ। ମିଟୁ ବାରମ୍ବାର ଟଏଲେଟକୁ ଯାଉଥିଲା। ସେପଟେ କାଉ ଏକ ବାବାର ରୂପ ନେଇ ପାଖ ଜଙ୍ଗଲରୁ କିଛି ପଇଡ଼ ଆଣି ଏ ଜଙ୍ଗଲକୁ ଆସିଲା। ଏଇ ରାସ୍ତା ଦେଇ ଚଢ଼େଇମାନେ ଯିବା ଆସିବା କରନ୍ତି। ଏବେ ଏଇଠି ବସି ମୋ କାମ ଆରମ୍ଭ କରେ। ମୁଁ ଯୋଉ କାମ ଆରମ୍ଭ କରୁଛି ସେଥିରେ ଖାଲି ଲାଭ ହିଁ ଲାଭ, ଜମା କ୍ଷତି ନାହିଁ। ଆସ ଆସ, ମୋ ପାଖରୁ ଚମତ୍କାରୀ ପଇଡ଼ ନେଇଯାଅ। ଯାହାର ଯେମିତି ବି ରୋଗ ହେଇଥାଉ, ମୋ ପଇଡ଼ ପାଣି ସବୁ ରୋଗ ଭଲ କରିଦେବ। ଆସ ଆସ, ମୋ ପାଖରୁ ଚମତ୍କାରୀ ପଇଡ଼ ନେଇଯାଅ। ମିଟୁ ତା ପେଟ ଧରି ଡାକ୍ତରଙ୍କ ପାଖକୁ ଯାଉଥିଲା। କାଉର ଏପରି କଥା ଶୁଣି ସେ ଅଟକି ଗଲା। ଆରେ, ଏ ବାବା କ'ଣ କହୁଛି ସବୁ ରୋଗ ଭଲ କରିଦେବ? ମୋ ପେଟଟା ଭାରି କାଟୁଛି, ମୁଁ ଯାଇ ଦେଖେ ଏ ବାବା ମତେ ଭଲ କରିପାରୁଛି କି ନାହିଁ। ବାବା, ମତେ ରକ୍ଷା କର, ମୋ ପେଟ ସକାଳୁ ଭଲ ନାହିଁ, ଦୟାକରି ମତେ ଭଲ କରିଦିଅ। ତୁ ଯେତେବେଳେ ମୋ ପାଖକୁ ଆସିଲୁଣି, ଆଉ ଭୟ କରନି, ମୁଁ ତୋର ସବୁ ରୋଗ ଭଲ କରିଦେବି। ହେଲେ ତୁ ଭଲ ହେବା ପରେ ମତେ କିଛି ବକ୍ସିସ୍ ଦେବୁ। ହଁ ବାବା, ତୁମେ ଯାହା କହିବ ମୁଁ ସବୁ ଦେବି। ଦୟାକରି ମତେ ଭଲ କରିଦିଅ। ଟଏଲେଟରୁ ଘରକୁ, ଘରୁ ଟଏଲେଟ ଯାଇ ଯାଇ ମୁଁ ଥକି ଗଲିଣି। ଦୟାକରି ମତେ ଶୀଘ୍ର ଭଲ କରିଦିଅ। ଆଚ୍ଛା ଆଚ୍ଛା, ତୁ ଆଉ ଚିନ୍ତା କରନି। ଏ ପଇଡ଼ ମାନଙ୍କ ଭିତରୁ ଗୋଟିଏ ପଇଡ଼ ବାଛି ମତେ ଦେ। ତୁ ଏବେ ଏଇଠି କିଛି ସମୟ ବସିଥା, ମୁଁ ଏ ପଇଡ଼ ନେଇ ଗଛ ସେପାରିକୁ ଯାଉଛି। ତୁ ଭୁଲରେ ବି ସେଠାକୁ ଯିବୁନି। ମୁଁ ଏ ପଇଡ଼ ନେଇ ଗଛ ପଛପଟେ ତନ୍ତ୍ର ମନ୍ତ୍ର କରିବି। ତୁ ମତେ ଅପେକ୍ଷା କରି ଏଠି ବସିଥା। ଏମିତି କହି କାଉ ସେ ପଇଡ଼ ନେଇ ଗଛ ପଛପଟକୁ ଗଲା ଆଉ ପଇଡ଼ କାଟି ପେଟ ଭଲ ହେବାର ଔଷଧ ମିଶେଇ ଦେଲା। ତାପରେ ସେ କାଉ ପଇଡ଼ ଧରି ମିଟୁ ପାଖକୁ ଆସିଲା। ଏବେ ନେ ମିଟୁ, ତୁ ଏ ପଇଡ଼ ପାଣି ପିଇ ଦେ, ଶୀଘ୍ର ତୁ ଭଲ ହେଇଯିବୁ। ଏମିତି ଶୁଣି ମିଟୁ ଶୀଘ୍ର ସେ ପଇଡ଼ ପାଣି ପିଇଦେଲା। ପଇଡ଼ ପାଣି ପିଇ ସାରିବା ପରେ ପରେ ହିଁ ମିଟୁର ପେଟ ଠିକ ହେଇଗଲା। ଆରେ ଆରେ, ମୁଁ ତ ପୁରାପୁରି ସୁସ୍ଥ ହେଇଗଲି। ପଇଡ଼ ବାବା, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆପଣ ମତେ ଭଲ କରିଦେଲେ। ପଇଡ଼ ବାବାଙ୍କର ଜୟ ହେଉ। ଏମିତି କହି ମିଟୁ ଅନେକ ଟଙ୍କା ସେ କାଉକୁ ଦେଇ ସେଠାରୁ ଚାଲିଗଲା। ସେ ଯିବା ପରେ ପରେ କାଉ ହସିଲା।
ଆରେ ଆଜି ତ ମୁଁ ବଢିଆ କାମ କଲି। ଗୋଟେ ଦିନରେ ଏତେ ଗୁଡ଼ିଏ ଟଙ୍କା ପାଇଗଲି। ଏମିତି ଯଦି ପ୍ରତ୍ୟେକ ଦିନ ମୋର ଟଙ୍କା ରୋଜଗାର ହେବ, ମୁଁ ତ ଖୁବ୍ ଶୀଘ୍ର ଧନୀ ହେଇଯିବି। ସେପଟି ଜଙ୍ଗଲରେ ଯିଏ ବି କୂଅରୁ ପାଣି ପିଇଥିଲେ ସେମାନଙ୍କ ପେଟ ଖରାପ ହେଇଗଲା। ସମସ୍ତେ ନିଜ ପେଟ ଖରାପ ନେଇ ଚିନ୍ତାରେ ଥିଲେ। ସେହି ସମୟରେ ମିଟୁ ତାଙ୍କ ପାଖକୁ ଗଲା ଆଉ ପଇଡ଼ ବାବା ବିଷୟରେ ସବୁ କିଛି କହିଲା। ସମସ୍ତେ ତା ପାଖରୁ ଏକଥା ଶୁଣି ଶୀଘ୍ର ସେମାନେ କାଉ ପାଖକୁ ଗଲେ। ସମସ୍ତେ ନିଜ ସମସ୍ୟା କଥା କାଉକୁ କହିଲେ। କାଉ ପଇଡ଼ରେ ଔଷଧ ମିଶେଇ ସମସ୍ତଙ୍କୁ ଦେଉଥିଲା, ଯାହାଦ୍ୱାରା କାଉ ଭଲ ଟଙ୍କା ରୋଜଗାର କରୁଥିଲା। ସେଇ ଜଙ୍ଗଲରେ ରହୁଥିଲା ଏକ ଚାଲାକ ଚଢ଼େଇ। ସେ ପଇଡ଼ ବାବା ବିଷୟରେ ଶୁଣି ମନରେ ଚିନ୍ତା କଲା, ସମସ୍ତେ ପଇଡ଼ ପାଣି ପିଇଲା ପରେ ତାଙ୍କ ରୋଗ ଭଲ ହେଉଛି କେମିତି? ବିନା ଔଷଧରେ ତ ରୋଗ ଭଲ ହୁଏନି। ତାହେଲେ ଏସବୁ କେମିତି ସମ୍ଭବ? ମୁଁ ସେଠାକୁ ଯାଇ ଦେଖି ଘଟଣା କ'ଣ ଜାଣିପାରିବି। ଏମିତି ଚିନ୍ତା କରି ସେ ଚଢ଼େଇ କାଉ ପାଖକୁ ଗଲା ଆଉ ତା ଉପରେ ନଜର ରଖିଲା। ସମସ୍ତଙ୍କ ପେଟ କ'ଣ ଏକା ସାଙ୍ଗରେ ଖରାପ ହେଇଯାଇଛି? ସମସ୍ତେ ଆସି ଏଠି ଭିଡ଼ ଜମେଇଛନ୍ତି। ଆରେ ଆରେ, ଏଇ କାଉ କ'ଣ ଗୋଟେ ପଇଡ଼ ନେଇ ଗଛ ପଛପଟକୁ ଯାଉଛି। ମୁଁ ସେଠାକୁ ଯାଇ ଦେଖେ। କାଉ କ'ଣ କରୁଛି ଜାଣିବା ପାଇଁ ଚଢ଼େଇ ଚୁପଚାପ ଗଛ ପଛପଟକୁ ଗଲା ଆଉ ଦେଖିଲା କାଉ ପଇଡ଼ ପାଣିରେ ଔଷଧ ମିଶାଉଛି। ସେ ତା ମୋବାଇଲରେ ସବୁ କିଛି ରେକର୍ଡ କରିନେଲା। ଆଚ୍ଛା, ଏମିତି କଥା। ଏଇ ଭଣ୍ଡ ବାବା ତାହେଲେ ପଇଡ଼ ପାଣିରେ ପେଟ ଭଲ ହେବାର ଔଷଧ ମିଶେଇ ସମସ୍ତଙ୍କୁ ବୋକା ବନଉଛି। ଆଜି ମୁଁ ସମସ୍ତଙ୍କୁ ଏକଥା କହିଦେବି। ରହିଯାଅ, କେହି ବି ଭଣ୍ଡ ବାବା ପାଖରୁ ପଇଡ଼ କିଣନି। ଇଏ ତମମାନଙ୍କୁ ବୋକା ବନଉଛି। ପଇଡ଼ ପାଣିରେ ପେଟ ଭଲ ହେବାର ଔଷଧ ମିଶେଇ ଇଏ ତମମାନଙ୍କୁ ଦେଉଛି, ଆଉ ତମେମାନେ ତାକୁ ବିଶ୍ୱାସ କରି ତାକୁ ଏତେ ଟଙ୍କା ଦେଇ ପଇଡ଼ କିଣୁଛ। ତୁ ଗୋଟେ ପାପୀ, ମୋ ନାଁରେ ମିଛ କହୁଛୁ। ତତେ ଶାସ୍ତି ମିଳିବ। ଶାସ୍ତି ମତେ ନୁହଁ, ତତେ ମିଳିବ। ଏବେ ମୁଁ ସମସ୍ତଙ୍କୁ ତ କଳା କାରନାମା ଦେଖେଇବି। ଚଢ଼େଇ ତା ମୋବାଇଲ ବାହାର କରି ସେ ରେକର୍ଡ କରିଥିବା ଭିଡିଓ ସମସ୍ତଙ୍କୁ ଦେଖେଇଲା। କାଉ ପଇଡ଼ରେ ଔଷଧ ମିଶାଉଥିବାର ଦେଖି ସବୁ ଚଢ଼େଇ ଖୁବ୍ ରାଗିଗଲେ। ରହିଯାଉ ସମସ୍ତେ, ମୋ କଥା ଟିକେ ଶୁଣ। ନା, ଏବେ ତୋର ଆଉ କିଛି କଥା ଆମେ ଶୁଣିବୁନି। ଆରେ ସମସ୍ତେ ଦେଖୁଛ କ'ଣ? ଶୀଘ୍ର ଏ ଭଣ୍ଡ ବାବାକୁ ଧରି ପିଟ। ତାପରେ ସବୁ ଚଢ଼େଇ କାଉକୁ ବହୁତ ପିଟିଲେ। ପିଟି ପିଟି ତାକୁ ସେ ଜଙ୍ଗଲରୁ ବାହାର କରିଦେଲେ। ଚଢ଼େଇ, ସତରେ ତୋର ବହୁତ ବୁଦ୍ଧି। ଆଜି ତୋ ପାଇଁ ଆମେ ଭଣ୍ଡ ବାବାର ସତ କଥା ଜାଣିପାରିଲୁ। ଏମିତି ସମସ୍ତେ ଚଢ଼େଇର ବହୁତ ପ୍ରଶଂସା କଲେ ଆଉ ନିଜ ନିଜ ଘରକୁ ଫେରିଗଲେ। ମା, ଆହୁରି ପାଣି ମୋ ମୁଣ୍ଡରେ ଢାଳ। ମୋ ମୁଣ୍ଡ ଏବେ ବି ଗରମ ଲାଗୁଛି। ଗରମ ତ ଲାଗିବ, ମୁଁ ମନା କରୁଥିଲି ଏ ଗରମରେ ବାହାରକୁ ଖେଳିବା ପାଇଁ ଯାଆନି, ହେଲେ ତୁମ କଥା ଶୁଣିଲୁନି, ଖେଳିବା ପାଇଁ ଚାଲିଗଲୁ। ମା, ମୁଁ ନଦୀକୁ ଯିବି, ନଦୀରେ ଗାଧେଇବି, ମତେ ବହୁତ ଗରମ ଲାଗୁଛି। ଆରେ ମା, ଏ ଅବଳଟାରେ ନଦୀକୁ ଯାଆନି। ମୁଁ ଶୁଣିଛି ନଦୀରେ ବଡ ବଡ କୁମ୍ଭୀର ରହୁଛନ୍ତି, ସେମାନେ ତତେ ଧରି ନେଇଯିବେ। ମା, ମତେ ଭାରି ଗରମ ଲାଗୁଛି, ମୁଁ ଏବେ କେମିତି ଗାଧେଇବି? ମା, ମୋ ପାଇଁ ଗୋଟେ ସୁଇମିଂ ପୁଲ ଆଣିଦିଅ ନା। ମତେ ଯେତେବେଳେ ବି ଗରମ ଲାଗିବ ମୁଁ ସୁଇମିଂ ପୁଲରେ ଗାଧେଇବି। ମତେ ଆଉ ନଦୀ ଯିବାକୁ ପଡିବନି। ଆଚ୍ଛା ଠିକ ଅଛି, ମୁଁ ଏବେ ହିଁ ବଜାରରୁ ତୋ ପାଇଁ ସୁଇମିଂ ପୁଲ ଆଣିଦେବି। ସତ କହୁଛ ମା? ମୋ ପାଇଁ ସୁଇମିଂ ପୁଲ ଆଣିଦେବ? ହଁ, ମୁଁ ଏବେ ବଜାରକୁ ଯାଉଛି। ତୁ ଯା, ଘରେ ବସି ନିଜ ହୋମୱାର୍କ କରିବୁ। ଏମିତି କହି ମା ଚଢ଼େଇ ବଜାରକୁ ଗଲା। ସେପଟେ ଗୋଟେ ଚିଲ ଛୁଆ ନିଜର ଏକ ଛୋଟ ସୁଇମିଂ ପୁଲରେ ଗାଧଉଥିଲା। ତା ମା ତାକୁ ଡାକିବାରୁ ସେ ନିଜ ସୁଇମିଂ ପୁଲ ସେଠି ଛାଡି ଘରକୁ ଚାଲିଗଲା। ସେତେବେଳେ ସେ ରାସ୍ତା ଦେଇ ଏକ ଚୋର ଚଢ଼େଇ ଯାଉଥିଲା। ସେ ଚିଲ ଛୁଆର ସୁଇମିଂ ପୁଲକୁ ଦେଖିଲା। ଆରେ, କିଏ ଏଠି ନିଜ ସୁଇମିଂ ପୁଲ ଛାଡି ଚାଲି ଯାଇଛି? ଏଇ ସୁଇମିଂ ପୁଲ ତ ପୁରା ନୂଆ ପରି ଲାଗୁଛି। ଆଜି ଆଉ ମତେ କଷ୍ଟ କରି ଜିନିଷ ଖୋଜିବାକୁ ପଡିବନି। ମୁଁ ଏ ସୁଇମିଂ ପୁଲକୁ ନେଇ ବଜାରରେ ବିକ୍ରି କରିଦିଏ। ୟା ବଦଳରେ ମୁଁ କିଛି ତ ଟଙ୍କା ପାଇଯିବି। ଏମିତି ଚିନ୍ତା କରି ସେ ସେଇ ସୁଇମିଂ ପୁଲର ହାବା ବାହାର କରି ତାକୁ ନେଇ ବଜାରକୁ ଗଲା। ସେତେବେଳେ ମା ଚଢ଼େଇ ବି ବଜାରରେ ସୁଇମିଂ ପୁଲ ଖୋଜୁଥିଲା। ସେ ସେଇ ଚୋର ଚଢ଼େଇ ପାଖରୁ ସୁଇମିଂ ପୁଲ କିଣି ଘରକୁ ଫେରିଲା। ଆରେ କୁନି, ତୁ ଆଜି ଖେଳିବାକୁ ନ ଆସି ଘରେ ବସି କ'ଣ ପାଠ ପଢୁଛୁ? ଆ ବାହାରକୁ, ଆମେ ସାଙ୍ଗ ହିଁ ଖେଳିବା। ନା ମୁନ୍ନି, ମୁଁ ଆଜି ଖେଳିବାକୁ ଯିବିନି। ମୋ ମା ମୋ ପାଇଁ ସୁଇମିଂ ପୁଲ ଆଣିବାକୁ ଯାଇଛନ୍ତି। ସୁଇମିଂ ପୁଲ? ସେଇଟା କ'ଣ?
ସେଥିରେ କ'ଣ ହୁଏ? ସେଇଟା ଗୋଟେ ପ୍ଲାଷ୍ଟିକର ବ୍ୟାଗ୍ ଯୋଉଥିରେ ହାବା ଦେଲେ ତା ସୁଇମିଂ ପୁଲ ପରି ବଡ଼ ହେଇଯାଏ। ସେଥିରେ ପାଣି ଭର୍ତ୍ତି କରି ଗାଧେଇ ହୁଏ। ମୋର ବି ସୁଇମିଂ ପୁଲ ଦରକାର। ମୁଁ ମୋ ମାକୁ କହିବି ମୋ ପାଇଁ ବି ଗୋଟେ ସୁଇମିଂ ପୁଲ କିଣିଦେବାକୁ। ମା, ମତେ ବି ମୋ ସାଙ୍ଗ ପରି ଏକ ସୁଇମିଂ ପୁଲ କିଣିଦିଅ। ତୋ ସାଙ୍ଗ ଆଗ ସୁଇମିଂ ପୁଲ ଆଣିସାରୁ, ତାପରେ ମୁଁ ତୋ ପାଇଁ ବି ସେଇଭଳି ସୁଇମିଂ ପୁଲ ଆଣିଦେବି। ସେପଟେ ମା ଚଢ଼େଇ ସୁଇମିଂ ପୁଲକୁ ଘରକୁ ଆଣି ସେଥିରେ ହାବା ଦେଇ ତାକୁ ବଡ଼ କଲା। ଆଉ ତାପରେ ଚଢ଼େଇ ଛୁଆ ସେଥିରେ ପାଣି ଭର୍ତ୍ତି କରି ଗାଧେଇଲା। ମା, ସତରେ ଏଇ ସୁଇମିଂ ପୁଲରେ ଗାଧେଇବାକୁ ନା ମତେ ଭାରି ମଜା ଲାଗୁଛି। ଠିକ୍ ସେଇ ସମୟରେ କାଉ ତା ଛୁଆକୁ ଧରି ଚଢ଼େଇ ପାଖକୁ ଆସିଲା। ଆରେ ଚଢ଼େଇ, ମୁନି ସୁଇମିଂ ପୁଲ ପାଇଁ ଭାରି ଜିଦ୍ କରୁଛି। ତୁ ଟିକେ କୁନିକୁ କହ ସେ ମୁନିକୁ ବି ତା ସୁଇମିଂ ପୁଲରେ ଗାଧେଇବାକୁ ଦେଉ। ମା କୁନି, ତୁ ମୁନିକୁ ବି ତ ସୁଇମିଂ ପୁଲରେ ଗାଧେଇବାକୁ ଦେ। ମୁନି, ଆ ଭିତରକୁ ଗାଧେଇବା। ତାପରେ କୁନି ଆଉ ମୁନି ସୁଇମିଂ ପୁଲରେ ଗାଧେଇଲେ। ଏମିତି ସେ ଦୁଇ ସାଙ୍ଗ ଖୁବ୍ ମଜା କଲେ। କିଛି ସମୟ ପରେ କାଉ ଛୁଆ ନିଜ ମା ସାଙ୍ଗରେ ଘରକୁ ଚାଲିଗଲା। ମା, ଏଇଠି ମୋ ସୁଇମିଂ ପୁଲ ଥିଲା, ହେଲେ ଏବେ ନାହିଁ। ମୁଁ ତତେ କହିଥିଲି ନା, ଯେତେବେଳେ ବି ଯୁଆଡ଼େ ଯିବୁ ସୁଇମିଂ ପୁଲକୁ ରଖିଦେଇ ଯିବୁ। ନିଶ୍ଚୟ ପବନରେ ତ ସୁଇମିଂ ପୁଲ ଉଡ଼ି ଯାଇଥିବ। ମୁଁ ଯଦି ସୁଇମିଂ ପୁଲର ଯତ୍ନ ନେଇଥାନ୍ତି, ଆଜି ମୁଁ ପୁଣି ଥରେ ସୁଇମିଂ ପୁଲରେ ଗାଧେଇ ପାରିଥାନ୍ତି। ଆରେ ମା, ଚୁପ୍ ହେଇଯା। ଆଉ କେତେ ସମୟ କାନ୍ଦିବୁ କହିଲୁ? ମୋ ପାଖରେ ଯେତେବେଳେ ଟଙ୍କା ହେବ ମୁଁ ତୋ ପାଇଁ ସୁଇମିଂ ପୁଲ କିଣିଦେବି। ନାଇଁ, ମତେ ଏବେ ହିଁ ସୁଇମିଂ ପୁଲ ଆଣିଦିଅ। ମୋର ସୁଇମିଂ ପୁଲ ଦରକାର ମାନେ ଦରକାର। ଯେମିତି ବି ହେଉ ମତେ ସୁଇମିଂ ପୁଲ ଆଣିଦିଅ। ଆଚ୍ଛା ହଉ, ତୁ ଆଗ କାନ୍ଦ ବନ୍ଦ କର। ମୁଁ ଏବେ ଯାଉଛି, ତୋ ପାଇଁ ସୁଇମିଂ ପୁଲ ଆଣିଦେବି। ମୋ ପାଖରେ ତ ସୁଇମିଂ ପୁଲ କିଣିବାକୁ ଟଙ୍କା ନାହିଁ। ଏବେ କ'ଣ କରିବି? ଆରେ ଚଢ଼େଇ ତ ତା ସୁଇମିଂ ପୁଲକୁ ଘର ବାହାରେ ହିଁ ରଖିଛି। ମୁଁ ତାର ସୁଇମିଂ ପୁଲକୁ ହିଁ ନେଇ ଆସେ। ମତେ ଆଉ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବନି। ଏମିତି କହି କାଉ ଚଢ଼େଇ ଉପରେ ନଜର ରଖିଲା। ଯେମିତି ଚଢ଼େଇ ତା ଛୁଆ ସହ ଘର ଭିତରକୁ ଗଲା, କାଉ ତାର ସୁଇମିଂ ପୁଲକୁ ଚୋରି କରି ନିଜ ଘରକୁ ନେଇ ଆସିଲା। ଏଇ ଦେଖ ମୁନି, ମୁଁ ତୋ ପାଇଁ ସୁଇମିଂ ପୁଲ ଆଣିଦେଇଛି। ସତରେ ମା? ମୁଁ ଏବେ ମନ ଭରି ସୁଇମିଂ ପୁଲରେ ଗାଧେଇ ପାରିବି। ପରଦିନ ସକାଳେ କାଉ ଛୁଆ ଚୋରି କରିଥିବା ସେ ସୁଇମିଂ ପୁଲରେ ଗାଧଉଥିଲା। ସେପଟେ ମା, ଏଠି ମୋ ସୁଇମିଂ ପୁଲ ନାହିଁ। କିଏ ମୋ ସୁଇମିଂ ପୁଲ ନେଇଗଲା? ମୁଁ ତତେ କହିଥିଲି ନା ଘର ଭିତରେ ସୁଇମିଂ ପୁଲକୁ ରଖିବା ପାଇଁ, ହେଲେ ତୁମ କଥା ଶୁଣିଲୁନି। ଏବେ ଆଉ କାନ୍ଦନି, ଯାହା ହେବାର ତ ହେଇଗଲା। ଦିନେ ଚଢ଼େଇ କାଉର ଘର ରାସ୍ତା ଦେଇ ଯାଉଥିଲା। ସେତେବେଳେ ସେ ଦେଖିଲା କାଉ ଛୁଆ ତା ଝିଅର ସୁଇମିଂ ପୁଲରେ ଗାଧଉଛି। ଆରେ, ଏ ସୁଇମିଂ ପୁଲ ତ ମୋ ଝିଅର, ଏଠାକୁ କେମିତି ଆସିଲା? ନା ଚଢ଼େଇ, ଏ ସୁଇମିଂ ପୁଲ ମୁଁ ମୋ ଝିଅକୁ କିଣି ଦେଇଛି। ମୁଁ ଆଜି ହିଁ ନୂଆ ସୁଇମିଂ ପୁଲକୁ କିଣି ଆଣିଛି। ହେଲେ ୟାର ରଙ୍ଗ ପୁରାପୁରି ଏକା କେମିତି? ଏକା ରଙ୍ଗର କ'ଣ ଜିନିଷ ଆସେନି? ରଙ୍ଗ ସମାନ ହେଲା ବୋଲି କ'ଣ ଏଇଟା ତୋ ସୁଇମିଂ ପୁଲ ହେଇଗଲା? କାଉ, ତୁ ଗୋଟେ ଚୋରଣୀ। ତୁ ମୋ ଝିଅର ସୁଇମିଂ ପୁଲକୁ ଚୋରି କରିଛୁ। ଏଇ ଚଢ଼େଇ, ତୋର ସାହସ କେମିତି ହେଲା ମତେ ଚୋରଣୀ କହିବାକୁ? ଭଲରେ ଏଠୁ ପଳା, ନହେଲେ ଏବେ ଯଦି ମୋ ସ୍ୱାମୀ ଏଠାକୁ ଆସିଯିବେ ନା, ତତେ ପିଟି ପିଟି ଏଠୁ ବାହାର କରିଦେବେ। ଏମିତି ଶୁଣି ଚଢ଼େଇ ସେଠାରୁ ଚାଲିଗଲା। ସେତେବେଳେ ସେ ରାସ୍ତାରେ ଚିଲ ବି ଯାଉଥିଲା। ସେ କାଉ ଛୁଆର ସୁଇମିଂ ପୁଲକୁ ଦେଖିଲା। ଆରେ, ଏ ସୁଇମିଂ ପୁଲ ତ ମୋ ପୁଅର, ଏଠାକୁ କେମିତି ଆସିଲା? ଏ କାଉ, ତୁ ଏ ସୁଇମିଂ ପୁଲ କୋଉଠୁ ଆଣିଲୁ ସତ ସତ କହ। ଚିଲ ଦିଦି, ମୋ ସ୍ୱାମୀ କାଲି ବଜାରରୁ ଏ ସୁଇମିଂ ପୁଲ କିଣି ଆଣିଛନ୍ତି। ହେଲେ ସୁଇମିଂ ପୁଲ ତ ମୋର। ତମେ ମାନେ ମୋ ସୁଇମିଂ ପୁଲ ଚୋରି କରି ଆଣିଛ? ଏ କାଉ ଛୁଆ, ଶୀଘ୍ର ପାଣିରୁ ବାହାର। ତାପରେ ଚିଲ ସେ ସୁଇମିଂ ପୁଲକୁ ଓଲଟେଇଲା। ପଛପଟେ ତା ପୁଅର ଫଟୋ ଥିଲା। ଏଇ ଦେଖ କାଉ, ଏଇ ସୁଇମିଂ ପୁଲର ପଛପଟେ ମୋ ପୁଅର ଫଟୋ ଅଛି। ଆରେ ମରିଗଲି ରେ, ମୁଁ ଏବେ କ'ଣ କରିବି? ମୁଁ କାହିଁକି ଯେ ଚଢ଼େଇଠୁ ଏ ସୁଇମିଂ ପୁଲ ଚୋରି କରି ଆଣିଲି? ତାପରେ ଚିଲ କାଉକୁ ବହୁତ ମାରିଲା ଆଉ ନିଜ ସୁଇମିଂ ପୁଲ ନେଇ ସେଠାରୁ ଚାଲିଗଲା। ମା କାଉ ଆଉ ତାର ଛୁଆ କାନ୍ଦି କାନ୍ଦି ତାକୁ ଦେଖୁଥିଲେ। ଆରେ ମା କୁନି ମୁନି, ସକାଳ ହେଇଗଲାଣି, ଶୀଘ୍ର ଉଠ। ଜଳଖିଆ ଖାଇ ଝାଲମୁଢି ଧରି ପୁଣି ବଜାରକୁ ଯିବ।
ଏଇ ତ ମା, ଆମେ ଉଠିଗଲୁ। ଦିଅ ଦିଅ, ଆମକୁ ଶୀଘ୍ର ଜଳଖିଆ ଦିଅ, ତାପରେ ଆମେ ଝାଲମୁଢି ଧରି ବଜାରକୁ ଯିବୁ। ଘର କାମ ସରିଲା ପରେ ମା, ମୁଢି ଧରି ତୁମେ ଆମ ପାଖକୁ ଆସିବ। ତମେ ମାନେ ବସ, ମୁଁ ଏବେ ଜଳଖିଆ ଆଣିଦଉଛି। ଝାଲମୁଢି ନିଅ, ଝାଲମୁଢି। ଥରେ ଖାଇଲେ ବାରମ୍ବାର ଖାଇବେ। ନିଅ ନିଅ, ସ୍ୱାଦିଷ୍ଟ ଝାଲମୁଢି ନିଅ। ଏମିତି ସେ ଦୁଇ ଭଉଣୀ ଝାଲମୁଢି ବିକ୍ରି କରୁଥିଲେ। ସେମାନଙ୍କୁ କାଉର ସ୍ତ୍ରୀ ଦେଖୁଥିଲା। ଆରେ ତମେ ଏଯାଏଁ ଶୋଇଛ, ଶୀଘ୍ର ଉଠ। ଚଢ଼େଇର ଦୁଇ ଛୁଆ ଝାଲମୁଢି ନେଇ ବଜାରକୁ ଗଲେଣି। ଚାଲ ଆମେ ବି ଝାଲମୁଢି ନେଇ ଶୀଘ୍ର ବଜାରକୁ ଯିବା, ନହେଲେ ସମସ୍ତେ ତାଙ୍କ ପାଖରେ ହିଁ ଭିଡ଼ ଜମେଇବେ। ହଁ ହଁ, ତୁ ଠିକ କଥା ମନେ ପକେଇଛୁ। ଚାଲ ଚାଲ, ଆମେ ବି ଝାଲମୁଢି ନେଇ ଶୀଘ୍ର ଯିବା। ଝାଲମୁଢି ନିଅ, ଝାଲମୁଢି। ଆମ ଝାଲମୁଢି ସମସ୍ତଙ୍କଠୁ ଅଲଗା ଆଉ ସ୍ୱାଦିଷ୍ଟ। ଆସ ଆସ, ଆମ ପାଖରୁ କମ ଦାମରେ ଝାଲମୁଢି ନେଇଯାଅ। ସାମ୍ନାକୁ ଟିକେ ଦେଖ, ମୁଁ କହୁଥିଲି ନା ଶୀଘ୍ର ବଜାରକୁ ନ ଗଲେ ସମସ୍ତେ ଏମାନଙ୍କ ପାଖରେ ହିଁ ଭିଡ଼ ଜମେଇବେ। ଏବେ ଚାଲ, ଏମାନଙ୍କ ପାଖରେ ହିଁ ଆମେ ଆମ ଝାଲମୁଢି ଠେଲା ରଖିବା। ଏଯାଏଁ କେହି ବି ଆମ ପାଖକୁ ଝାଲମୁଢି କିଣିବାକୁ ଆସିଲେନି। ଆମେ କଣ ଆଜି ଝାଲମୁଢି ବିକ୍ରି କରି ପାରିବାନି? ତୁମେ ଚିନ୍ତା କରନି, ଦେଖ ଚଢ଼େଇଙ୍କ ମୁଢି ସରିଗଲାଣି। ଏବେ ସମସ୍ତେ ଆମ ପାଖକୁ ହିଁ ଆସିବେ। ସେମାନେ ଏପରି ଚିନ୍ତା କରି ଖୁସି ହେବା ସମୟରେ ମା ଚଢ଼େଇ ଆଉ କିଛି ମୁଢି ଧରି ସେଠାକୁ ଆସିଲା। ମା, ଆସିଗଲ? ଦେଖ, ଆମର ସବୁ ଝାଲମୁଢି ବିକ୍ରି ହେଇଯାଇଛି। ହଁ ରେ ମା, ମୁଁ ମୁଢି ନେଇ ଆସିଛି। ତମେ ମାନେ ଏବେ ଟିକେ ଆରାମ କର, ମୁଁ ଝାଲମୁଢି ତିଆରି କରିଦେଉଛି। ଆରେ କୁନି ମୁନି, ମତେ 20 ଟଙ୍କାର ଝାଲମୁଢି ଦିଅ। ଆପଣ ଟିକେ ଅପେକ୍ଷା କରନ୍ତୁ, ମୁଁ ଏବେ ଝାଲମୁଢି ତିଆରି ଆପଣଙ୍କୁ ଦେଉଛି। ଏମିତି ସେମାନେ ଝାଲମୁଢି ତିଆରି କରି ବିକ୍ରି କରୁଥିଲେ। ସେପଟେ କାଉ ଆଉ ତାର ସ୍ତ୍ରୀ ସେମାନଙ୍କୁ ଦେଖି ତ ଈର୍ଷାରେ ଜଳୁଥିଲେ। ଏମିତି ଯଦି ସବୁଦିନ ଚାଲିବ, ଆମେ କେବେ ବି ଝାଲମୁଢି ବିକ୍ରି କରିପାରିବାନି। ହଁ, ତୁମେ ଠିକ କହିଛ। ଏମାନଙ୍କର କିଛି ବ୍ୟବସ୍ଥା କରିବାକୁ ହେବ, ନହେଲେ ଏମାନେ ଏମିତି ଝାଲମୁଢି ବିକ୍ରି କରି କରି ଧନୀ ହେଇଯିବେ। ଚାଲ ଏବେ ଘରକୁ ଯିବା। ତାପରେ ଦୁଇ କାଉ ନିଜ ଝାଲମୁଢି ଠେଲା ଧରି ଘରକୁ ଫେରିଗଲେ। ଆଜି ଆମର ଭଲ ଟଙ୍କା ରୋଜଗାର ହେଲା। ଏମିତି ଯଦି ପ୍ରତିଦିନ ଆମେ ଝାଲମୁଢି ବିକ୍ରି କରିପାରିବା, ଆମେ ଖୁବ ଶୀଘ୍ର ଆମ ଘର ମରାମତି କରିପାରିବା। ହଁ ମା, ଠିକ କହିଛ। ଆମ ଘରଟିର ବହୁ ଜାଗା ଭାଙ୍ଗି ଯାଇଛି। ଘର ମରାମତି କରିବା ପାଇଁ ଏବେ ଆମେ ବହୁତ ପରିଶ୍ରମ କରିବୁ। ଏମିତି କଥା ହେଇ ମା ଚଢ଼େଇ ଆଉ ତାର ଛୁଆମାନେ ଶୋଇବା ପାଇଁ ଘର ଭିତରକୁ ଚାଲିଗଲେ। ଦୂରରୁ ଦୁଇ କାଉ ସେମାନଙ୍କୁ ଦେଖୁଥିଲେ। ଏଇ ଦେଖ, ଚଢ଼େଇ ତା ଦୁଇ ଛୁଆଙ୍କ ସହ ଘର ଭିତରକୁ ଚାଲିଗଲା। ତା ଠେଲା ଗାଡି ବାହାରେ ଅଛି। ଏଇଟା ଭଲ ସୁଯୋଗ। ଚାଲ ତା ଠେଲା ଗାଡି ଆଣି ନିଆଁରେ ଜାଳିଦେବା। ନା ଥିବ ଠେଲା ଗାଡି, ଆଉ ନା ଏ ଚଢ଼େଇ ବିକ୍ରି କରିପାରିବ ଝାଲମୁଢି। ହଁ, ତୁ ଠିକ କହିଛୁ। ଚାଲ ଏବେ ହିଁ ଏ ଶୁଭ କାମଟା ସାରିଦେବା। ଏମିତି କଥା ହେଇ ଦୁଇ କାଉ ଚଢ଼େଇର ଠେଲା ଗାଡିକୁ ଚୋରି କରି ଆଣି ଜଙ୍ଗଲ ଭିତରେ ନିଆଁରେ ଜାଳିଦେଲେ। ପରଦିନ ସକାଳେ, ଏଇ କଣ, ମୋ ଠେଲା ଗାଡି କୁଆଡେ ଗଲା? କୁନି ମୁନି, ବାହାରକୁ ଆସ। କଣ ହେଲା ମା, ଆମକୁ ଡାକିଲ? ମାରେ, କାଲି ମୁଁ ଏଇଠି ଆମ ଠେଲା ଗାଡି ରଖିଥିଲି, ହେଲେ ଆଜି ଏଠି ନାହିଁ। ତମେ ମାନେ କୋଉଠି ଠେଲା ଗାଡି ରଖିଛ କି? ନା ମା, ଆମେ ଠେଲା ଗାଡି କୋଉଠି ବି ରଖିନୁ। ଏଇ କଣ ସର୍ବନାଶ ହେଇଗଲା। ଏବେ ଆମେ କୋଉଥିରେ ଝାଲମୁଢି ବିକ୍ରି କରିବା? ଆମର ଭଲ ଝାଲମୁଢି ବିକ୍ରି ହୁଏ, ସେଥିପାଇଁ ବୋଧେ କିଏ ହିଂସା କରି ଆମ ଠେଲା ଗାଡି ଚୋରି କରି ନେଇଯାଇଛି। ଏବେ ଆମର କଣ ହେବ? ଘର କେମିତି ଚଳିବ? ମା, ଚିନ୍ତା କରନି, ଆମେ ଦୁଇ ଭଉଣୀ ଜଙ୍ଗଲରୁ ଭଲ କାଠ ନେଇ ଆସୁଛୁ। ତାପରେ ତମେ ସେ କାଠରେ ପୁଣି ଗୋଟେ ଠେଲା ଗାଡି ତିଆରି କରିନେବ। ତୁ ବହୁତ ଭଲ ବୁଦ୍ଧି ଦେଇଛୁ ରେ ମା। ଯାଅ, ତମେ ମାନେ କାଠ ନେଇ ଆସ। ଆଜି ଦିନଟା ମୁଁ ତଳେ ବସି ଝାଲମୁଢି ବିକ୍ରି କରିଥାଏ। ତାପରେ କୁନି ମୁନି କାଠ ଆଣିବାକୁ ଚାଲିଗଲେ। ମା ଚଢ଼େଇ ସେଇ ଜାଗାରେ ତଳେ ବସି ଝାଲମୁଢି ବିକ୍ରି କଲା। ତା ପାଖରେ ହିଁ କାଉମାନେ ଠେଲା ଗାଡିରେ ଝାଲମୁଢି ବିକ୍ରି କରିବା ପାଇଁ ଛିଡା ହେଇଥିଲେ। ସେହି ସମୟରେ ମିଟୁ ଆଉ ପାରା ଚଢ଼େଇ ପାଖକୁ ଆସିଲେ। ମିଟୁ ଭାଇ, ଝାଲମୁଢି ଖାଇବେ କି? ମୁଁ ଏବେ ଝାଲମୁଢି ତିଆରି କରିଦେବି। ନା ନା, ଆଜି ଆମେ ତୋ ପାଖରୁ ଝାଲମୁଢି ଖାଇବୁନି। ତୁ ତଳେ ବସି ଝାଲମୁଢି ବିକ୍ରି କରୁଛୁ, ତୋ ଝାଲମୁଢିରେ ଧୂଳି ବାଲି ପଶି ଯାଇଥିବ। ସେସବୁ ଖାଇଲେ ପେଟ ଖରାପ ହେବ। କାଉ ଠେଲା ଗାଡିରେ ଝାଲମୁଢି ବିକ୍ରି କରୁଛି, ଆଜି ଆମେ ତା ପାଖରୁ ଝାଲମୁଢି ଖାଇବୁ। ତାପରେ ପାରା ଆଉ ମିଟୁ କାଉ ପାଖରୁ ହିଁ ଝାଲମୁଢି ଖାଇଲେ। ଏମିତି ସେଦିନ ସମସ୍ତେ କାଉ ପାଖରୁ ହିଁ ଝାଲମୁଢି ଖାଇଲେ। ଚଢ଼େଇ ପାଖରୁ କେହି ବି ଝାଲମୁଢି ଖାଇଲେନି।
ଦେଖିଲ ମୋର କେତେ ବୁଦ୍ଧି। ଏମିତି ଆମେ ସବୁଦିନ ଝାଲମୁଢି ବିକ୍ରି କରି ଅନେକ ଧନୀ ହେଇଯିବା। ଚଢ଼େଇ ଝାଲମୁଢି ବିକ୍ରି କରି ନ ପାରି ଭିକ ମାଗିବ। ଏମିତି କଥା ହେଇ ସେ ଦୁଇ କାଉ ଘରକୁ ଫେରିଗଲେ। ସେପଟେ ମା ଚଢ଼େଇ ବି ଘରକୁ ଫେରିଲା। ମା ମା ଏଇ ଦେଖ ଆମେ ଅନେକ ସାରା କାଠ ନେଇ ଆସିଛୁ। ଏବେ ତୁମେ ଏଇ କାଠରେ ଠେଲା ଗାଡ଼ି ତିଆରି କର। ହଁ ରେ ମା, ମୁଁ ଏବେ ଠେଲା ଗାଡ଼ି ତିଆରି କରିବି। ତମେ ମାନେ ବି ମତେ ସାହାଯ୍ୟ କର। ତାପରେ ତିନି ମା ଛୁଆ ମିଶି କିଛି ସମୟରେ ହିଁ ସୁନ୍ଦର ଏକ ଠେଲା ଗାଡ଼ି ତିଆରି କରିଦେଲେ। ପରଦିନ ସକାଳେ ଆମେ ଠେଲା ଗାଡ଼ି ତିଆରି କରିଦେଲୁ। ମା ଚାଲ ଚାଲ ଏବେ ଝାଲମୁଢି ଧରି ବଜାରକୁ ଯିବା। ଶୀଘ୍ର ଝାଲମୁଢି ବିକ୍ରି ନ କଲେ ତାର ସବୁ ସାମଗ୍ରୀ ନଷ୍ଟ ହେଇଯିବ। ଏମିତି ସେ ତିନି ଜଣ ଠେଲା ଗାଡ଼ିରେ ଝାଲମୁଢି ରଖି ବିକ୍ରି କରିବା ପାଇଁ ବଜାରକୁ ଗଲେ। ସେପଟେ ଯିଏ ବି କାଉ ପାଖରୁ ଝାଲମୁଢି ଖାଇଥିଲେ ସେମାନଙ୍କ ପେଟ ଖରାପ ହେଇଗଲା। ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା। ପୋଲିସ ଚିଲ ଏକଥା ଜାଣିଲା ପରେ ସେ କାଉ ମାନଙ୍କୁ ଖୋଜି ଖୋଜି ଚଢ଼େଇ ପାଖରେ ପହଞ୍ଚିଲା। ଏ ଚଢ଼େଇ, ତୁ କଣ ବାସି ଝାଲମୁଢି ବିକ୍ରି କରୁ? ନା ପୋଲିସ ବାବୁ, ମୁଁ ବାସି ଝାଲମୁଢି ବିକ୍ରି କରେନି। ମୁଁ ସବୁବେଳେ ଭଲ ଜିନିଷ ହିଁ ମୋ ଝାଲମୁଢିରେ ଦିଏ। ହେଲେ ଆପଣ ଏ କଥା କାହିଁକି ପଚାରୁଛନ୍ତି? କାଉ ବାସି ଝାଲମୁଢି ବିକ୍ରି କରୁଥିଲା, ଯାହା ଖାଇ ଏବେ ଅନେକ ଚଢ଼େଇଙ୍କ ପେଟ ଖରାପ ହେଇଯାଇଛି। ସମସ୍ତେ ହସ୍ପିଟାଲରେ ଭର୍ତ୍ତି ହେଇଛନ୍ତି। କାଉ ନାଁରେ ସମସ୍ତେ ଅଭିଯୋଗ କରିଛନ୍ତି। ମୁଁ ଏବେ କାଉ ମାନଙ୍କୁ ଧରିବା ପାଇଁ ଯାଉଛି। ଚଢ଼େଇ, ମତେ ସେ କାଉଙ୍କ ଘର ଦେଖେଇ ଦେ। ଠିକ ଅଛି ପୋଲିସ ବାବୁ, ମୋ ସାଙ୍ଗରେ ଆସନ୍ତୁ। ମାରି ତମେ ମାନେ ଏଠି ଝାଲମୁଢି ବିକ୍ରି କରୁଥାଅ, ମୁଁ ଶୀଘ୍ର ଫେରି ଆସିବି। ତାପରେ ଚଢ଼େଇ ଚିଲ ପୋଲିସକୁ ଧରି କାଉଙ୍କ ଘରକୁ ଗଲା। ଚଢ଼େଇ, ତୁ ପୋଲିସ ଧରି କାହିଁକି ଆସିଛୁ? ମୁଁ ତ ଠେଲା ଗାଡ଼ି ନିଆଁରେ ପୋଡ଼ିନି। ତୋ ଠେଲା ଗାଡ଼ି କିଏ ପୋଡ଼ିଛି ମୁଁ ଜାଣିନି। ମୁଁ କଣ ତତେ ମୋ ଠେଲା ଗାଡ଼ି ବିଷୟରେ ପଚାରିଲି ଯେ ତୁ ମତେ ଏ କଥା କହୁଛୁ? ମୁଁ ତ ପୋଲିସ ବାବୁଙ୍କୁ ତ ଘର ଦେଖେଇବାକୁ ଆଣିଥିଲି। ଓ ବୁଝିଲି, ତୁ ତାହେଲେ ମୋ ଠେଲା ଗାଡ଼ିକୁ ଚୋରି କରି ନିଆଁରେ ପୋଡ଼ି ଦେଇଛୁ। ଏବେ ମୁଁ ସବୁ ବୁଝିଗଲି। ଚୋରର ମନ ପୋଲିସ ପାଖରେ। ତୁ ନିଜେ ହିଁ ନିଜ ଦୋଷ ମାନିଗଲୁ। ମୁଁ କହିଲି ନା, ମୁଁ ତ ଠେଲା ଗାଡ଼ି ଚୋରି କରିନି। ତାହେଲେ ତୁ କେମିତି ଜାଣିଲୁ ମୋ ଠେଲା ଗାଡ଼ି ଚୋରି ହେଇଛି? କହ କହ। ନା ମାନେ ମୋର ଭୁଲ ହେଇଗଲା ଚଢ଼େଇ। ମୁଁ ଆଉ ଦିନେ ବି ଏମିତି କାମ କରିବିନି। ପୋଲିସ ବାବୁ, ମତେ ଥାନାକୁ ନିଅନି। ଚୁପ୍ କର ବଦମାସ। ମୁଁ ଆଉ ଏକ କାରଣ ପାଇଁ ତତେ ଧରିବାକୁ ଆସିଥିଲି। ମୁଁ ଏବେ ଜାଣିଲି ତୁ ଚୋରି ବି କରିଛୁ। ତୁ କରିଥିବା ଭୁଲ ପାଇଁ ଏବେ ସାରା ଜୀବନ ଜେଲରେ ରହିବୁ। ଆଉ ଏକ କାରଣ? କଣ ସେ କଥା? ତାପରେ ଚିଲ ପୋଲିସ ସମସ୍ତଙ୍କୁ ସବୁ ଘଟଣା କହିଲା। ସବୁ ଶୁଣି କାଉମାନେ କାନ୍ଦିଲେ ଆଉ ତାକୁ କ୍ଷମା ମାଗିଲେ। ଆମର ଭୁଲ ହେଇଗଲା ପୋଲିସ ବାବୁ, ଆମକୁ କ୍ଷମା କରିଦିଅ। ଆମକୁ ଜେଲରେ ଭର୍ତ୍ତି କରନି। ନା, ମୁଁ ତମମାନଙ୍କୁ ଛାଡ଼ି ପାରିବିନି। ସବୁ ଚଢ଼େଇ ତମମାନଙ୍କ ନାଁରେ ଅଭିଯୋଗ କରିଛନ୍ତି। ତମମାନଙ୍କ ବାସି ଝାଲମୁଢି ଖାଇ ସବୁ ଚଢ଼େଇଙ୍କ ପେଟ ଖରାପ ହେଇଯାଇଛି। ଏବେ ତମେମାନେ ଜେଲରେ ରହିବ। ଆଉ ଯଦି ସେ ଅସୁସ୍ଥ ଚଢ଼େଇଙ୍କ ଭିତରୁ କାହାର ମୃତ୍ୟୁ ହେଇଯାଏ ନା, ତମମାନଙ୍କୁ ଫାଶୀ ଦିଆଯିବ। ଏମିତି ଚିଲ ପୋଲିସ କାଉମାନଙ୍କୁ ବାନ୍ଧି ଥାନାକୁ ନେଇଗଲା। ସେପଟେ ମା ଚଢ଼େଇ ପ୍ରତିଦିନ ଝାଲମୁଢି ବିକ୍ରି କରୁଥିଲା। ଏହିପରି 1 ମାସ ବିତିଗଲା। 1 ମାସ ପରେ ମା ଚଢ଼େଇ ଜମା କରିଥିବା ଟଙ୍କାରେ ଏକ ସୁନ୍ଦର ଘର କିଣିଲା ଆଉ ତାର 2 ଛୁଆଙ୍କ ସହ ଖୁସିରେ ରହିଲା। ବର୍ଷା ଦିନ ଆରମ୍ଭ ହେଇଗଲାଣି, ହେଲେ ଏଯାଏଁ ଆମେ ଆମ ଘର ମରାମତି କରିନାହାନ୍ତି। ଯାଅ, ଆଜି ହିଁ ଜଙ୍ଗଲ ଭିତରୁ ଭଲ କାଠ ଆଣି ଘର ମରାମତି କର। ଆଚ୍ଛା ଆଚ୍ଛା, ଠିକ ଅଛି। ମୁଁ ଏବେ ହିଁ ଜଙ୍ଗଲ ଭିତରକୁ ଯିବି। ତୁ ମୋ କୁରାଢ଼ୀ ଆଣିଦେ। କାଉର ସ୍ତ୍ରୀ ଘର ଭିତରୁ କୁରାଢ଼ୀ ନେଇ ଆସିଲା। କାଉ ସେ କୁରାଢ଼ୀ ନେଇ ଜଙ୍ଗଲ ଭିତରକୁ ଗଲା। ସେ ଚାରିଆଡେ ବୁଲି ବୁଲି ଭଲ କାଠ ଖୋଜୁଥିଲା। ହଠାତ୍ ତାର ନଜର ଏକ ପତ୍ର ନଥିବା ଗଛ ଉପରେ ପଡ଼ିଲା। ସେ ଗଛ ପାଖକୁ ଗଲା। ଆରେ, ଏଇ ଗଛଟାରେ ତ ଗୋଟେ ବି ପତ୍ର ନାହିଁ। ତା ମାନେ ଏଇ ଗଛଟି ଶୁଖିଲା ଗଛ। ମୁଁ ୟାକୁ ହିଁ କାଟି ତାର କାଠ ଘରକୁ ନେଇଯାଏ। କାଉ ଏମିତି କହି ଯେମିତି ଗଛ କାଟିବାକୁ ଚେଷ୍ଟା କଲା, ହଠାତ୍ ସେ ଶୁଖିଲା ଗଛଟି କଥା କହିଲା। ନା ନା, ମତେ କାଟନି। ମୁଁ ଶୁଖିଲା ଗଛ ନୁହଁ, ମୁଁ ପତ୍ର ନଥିବା ଗୋଟେ ଗଛ। ମୋର ଜୀବନ ଅଛି, ଦୟାକରି ମତେ କାଟନି। ତୋର ପତ୍ର ଥାଉ କି ନଥାଉ, ମୁଁ ତତେ ଆଜି କାଟିବି, କାହିଁକି ନା ମୋର କାଠ ଦରକାର। ନା ନା, ଟିକେ ରୁହ, ମତେ କାଟନି। ତୁମକୁ ଯାହା ଦରକାର ମୁଁ ସବୁ ଦେବି। ଏଇ କିଛି ମିଠା ଫଳ ନିଅ। ଆରେ ଏ କଣ? ମୁଁ ସ୍ୱପ୍ନ ଦେଖୁନି ତ? ତୁ ଏତେ ଗୁଡ଼ିଏ ଫଳ କେମିତି ବାହାର କଲୁ? ମୁଁ ସାଧାରଣ ଗଛ ନୁହଁ, ମୁଁ ଗୋଟେ ଯାଦୁର ଗଛ।
ତୁମେ ଯାହା ଚାହିଁବ ମୁଁ ତମକୁ ସବୁ ଦେବି, ହେଲେ ମତେ ଛାଡ଼ି ଦିଅ, ମତେ ଆଉ କାଟନି। ଠିକ୍ ଅଛି, ମୁଁ ତତେ କାଟିବିନି, ହେଲେ ମୁଁ ଯାହା ଚାହିଁବି ତୁ ମତେ ସବୁ ଦେବୁ। ଏମିତି କହି କାଉ ସେ ମିଠା ଫଳର ଝୁଡ଼ି ଧରି ଘରକୁ ଫେରିଲା। ଏଇ କଣ, ତୁମେ କାଠ ନ ଆଣି ଫଳ ଧରି ଘରକୁ ଆସିଲ ଯେ? କାଉ ତା ସ୍ତ୍ରୀକୁ ସବୁ ଘଟଣା କହିଲା। ସବୁ ଶୁଣିଲା ପରେ କାଉ ସ୍ତ୍ରୀ ମନରେ ଲୋଭ ଆସିଲା। କଣ କହିଲ? ଯାଦୁର ଗଛ? ତୁମେ ସେ ଯାଦୁର ଗଛ ପାଖରୁ ଏ ଫଳ ଝୁଡ଼ି ଆଣିଛ? ତୁମେ ଚାହିଁଥିଲେ ତା ପାଖରୁ ସୁନା ଟଙ୍କା ଆଣିପାରିଥାନ୍ତ। ତୁମେ ସତରେ ବହୁତ ବୋକା। ଆରେ ଆରେ, ଏତେ ରାଗୁଛୁ କାହିଁକି? ସେ ଗଛ ମତେ କହିଥିଲା ମୁଁ ତାକୁ ଯେତେବେଳେ ବି ଯାହା ମାଗିବି ସେ ମତେ ସବୁ ଦେବ। ମୁଁ କାଲି ହିଁ ତା ପାଖରୁ ସୁନା ଟଙ୍କା ମାଗି ଆଣିବି। ଆରେ ଶୁଣ, ସେ ଯାଦୁର ଗଛ ବିଷୟରେ ଏଇ ଜଙ୍ଗଲରେ କାହାକୁ ବି କିଛି କହିବନି, ନହେଲେ ସମସ୍ତେ ସେ ଗଛକୁ ଯାଇ ସୁନା ଟଙ୍କା ମାଗିବେ। ସେମିତି ସେ ଗଛ ଆମକୁ କମ ସୁନା ଦେବ। ହଁ ହଁ ବୁଝିଲି, ଚାଲ ଏବେ ସବୁ ମିଠା ଫଳ ଖାଇବା। ଏମିତି ସେମାନେ ସେ ସବୁ ଫଳ ଖାଇଲେ। ପରଦିନ ସକାଳେ କାଉ ପୁଣି ଥରେ ସେ ଯାଦୁର ଗଛ ପାଖକୁ ଗଲା। କଣ ହେଲା କାଉ, ତୁ ଆଜି ପୁଣି ମୋ ପାଖକୁ ଆସିଲୁ? ଯାଦୁର ଗଛ, ମୁଁ ଜଙ୍ଗଲରେ ସମସ୍ତଙ୍କୁ ସାହାଯ୍ୟ କରିବାକୁ ଚାହୁଁଛି, ସେଥିପାଇଁ ମତେ କିଛି ସୁନା ଟଙ୍କା ଦିଅ। ଆରେ ବା, ତୁ ବହୁତ ଭଲ କଥା ଚିନ୍ତା କରିଛୁ କାଉ। ମୁଁ ଏବେ ହିଁ ତତେ କିଛି ସୁନା ଟଙ୍କା ଦେଉଛି। ତାପରେ ଯାଦୁର ଗଛ କାଉକୁ କିଛି ସୁନା ଟଙ୍କା ଦେଲା। କାଉ ସେ ସୁନା ଟଙ୍କା ଧରି ନିଜ ଘରକୁ ଫେରି ଆସିଲା। କାଉର ସ୍ତ୍ରୀ ଏତେ ଗୁଡ଼ିଏ ସୁନା ଟଙ୍କା ଦେଖି ଖୁବ୍ ଖୁସି ହେଇଗଲା। ଆରେ ଶୁଣ, ଏ ସୁନା ଟଙ୍କା ବିକ୍ରି କରି ନୂଆ ଘର ତିଆରି କରିବା ଅପେକ୍ଷା ସେ ଯାଦୁର ଗଛ ପାଖରୁ ଏକ ନୂଆ ଘର ମାଗି ଆଣ। ଆରେ ବା, ମୋ ଅପେକ୍ଷା ମୋ ସ୍ତ୍ରୀର ବେଶୀ ବୁଦ୍ଧି। ମୁଁ ଏବେ ସେ ଗଛ ପାଖକୁ ଯିବି ଆଉ ତାକୁ ଏକ ଘର ମାଗିବି। ଯାଦୁର ଗଛ, ମୁଁ ବଡ଼ ବିପଦରେ ପଡ଼ିଯାଇଛି। ମୁଁ ରହୁଥିବା ଘର ଭାଙ୍ଗି ଯାଇଛି। ମୋ ପାଖରେ ଥିବା ସବୁ ସୁନା ଟଙ୍କା ମୁଁ ସମସ୍ତଙ୍କୁ ବାଣ୍ଟି ଦେଇଛି। ଏବେ ମୋର କଣ ହେବ? ମୁଁ କୋଉଠି ରହିବି? କାଉ, ଏଇ କାଠ ଘର ମୁଁ ତତେ ଦେଲି। ଏଇ ଘରକୁ ନେଇ ତୁ ଏବେ ଆରାମରେ ରହିପାରିବୁ। ତାପରେ କାଉ ସେ କାଠ ଘରକୁ ଧରି ଆସିଲା ଆଉ ତାର ସ୍ତ୍ରୀକୁ ଦେଖେଇଲା। ଆରେ ଦେଖ ଦେଖ, ମୁଁ ସେ ଯାଦୁର ଗଛ ପାଖରୁ କେତେ ବଡ଼ ଆଉ ମଜବୁତ ଘର ନେଇ ଆସିଲି। ଏବେ ପୁରା ବର୍ଷା ଦିନ ଆମେ ଆରାମରେ ଘରେ ରହିପାରିବା। କଣ ହେଲା, ତୁ କିଛି କଥା କାହିଁକି କହୁନୁ? ଏମିତି ମନ ଦୁଃଖରେ କାହିଁକି ଅଛୁ? ଏଇ ସାଧାରଣ କାଠ ଘରକୁ ଆଣି ତମେ ଭାବୁଛ ମୁଁ ଖୁସି ହେବି? ଯଦି ଆଣିବାର ଥିଲା ଏକ ସୁନା ଘର ଆଣିଥାନ୍ତ। ମୁଁ କିଛି ଜାଣିନି, ଏବେ ହିଁ ସେ ଗଛ ପାଖରୁ ଏକ ସୁନା ଘର ଆଣ, ନହେଲେ ଆଜି ମୁଁ କିଛି ବି ଖାଇବିନି କି ତମ ସହ କଥା ବି ହେବିନି। ଆଚ୍ଛା ଆଚ୍ଛା, ତୁ ଏତେ ରାଗନି, ମୁଁ ଏବେ ସେ ଗଛ ପାଖରୁ ସୁନା ଘର ଆଣୁଛି। ଏମିତି କହି କାଉ ସେଠାରୁ ଚାଲିଗଲା। ସେ ଯିବା ପରେ ପରେ ଏକ ଚଢ଼େଇ ଆଉ ମିଟୁ କାଉ ସ୍ତ୍ରୀ ପାଖକୁ ଆସିଲେ। କାଉ ଭଉଣୀ, ଏତେ ଶୀଘ୍ର କାଠରେ ଏମିତି ସୁନ୍ଦର ଘର ତୁମେ କେମିତି ତିଆରି କରିପାରିଲ? ଆମକୁ ବି ଟିକେ କୁହ। ବର୍ଷା ହେବା ଆଗରୁ ଆମେ ବି ଏମିତି ମଜବୁତ ଘର ତିଆରି କରିବାକୁ ଚାହୁଁଛୁ। ଏଇ ଘର ଆମେ କେମିତି ତିଆରି କରିଛୁ ମୁଁ ତମ ମାନଙ୍କୁ କହିବିନି। ଏଇଟା ଟପ୍ ସିକ୍ରେଟ। ଏବେ ମୁଁ ବହୁତ ଟେନସନରେ ଅଛି। ତମେ ମାନେ ମତେ ବିରକ୍ତ ନ କରି ଏଠୁ ଚାଲିଯାଅ। ଏମିତି କାଉ ସେମାନଙ୍କୁ ଅପମାନ ଦେଇ ସେଠୁ ବାହାର କରିଦେଲା। ମିଟୁ ଆଉ ଚଢ଼େଇ ମନ ଦୁଃଖରେ ସେଠୁ ଚାଲିଗଲେ। ଚଢ଼େଇ, ମତେ ଲାଗୁଛି ଏମାନେ ଆମକୁ କିଛି ଲୁଚଉଛନ୍ତି। ମୁଁ ପ୍ରତିଦିନ ଦେଖେ କାଉ ଜଙ୍ଗଲ ଭିତରକୁ ଯାଏ ଆଉ କିଛି ନା କିଛି ନୂଆ ଜିନିଷ ଆଣେ। ଆଜି ବି ସେ ଯାଇଛି। ଚାଲ ଆଜି ତାର ପଛା କରିବା, ତାପରେ ଯାଇ ଜାଣିପାରିବା ସେ କୋଉଠିକି ଯାଉଛି। ତାପରେ ସେମାନେ କାଉର ପଛେ ପଛେ ଗଲେ। ସେପଟେ ଯାଦୁର ଗଛ କାଉକୁ ଦେଖି କହିଲା, କାଉ, ତୁ ପୁଣି ମୋ ପାଖକୁ କାହିଁକି ଆସିଲୁ? ମୁଁ ତତେ ଗୋଟେ କଥା କହିଦେଉଛି, ବେଶୀ ଲୋଭ କରିବୁନି। ଲୋଭରୁ ପାପ ଆଉ ପାପରୁ ମୃତ୍ୟୁ। ଯାଦୁର ଗଛ, ତୁ ଯୋଉ କାଠ ଘର ମତେ ଦେଇଥିଲୁ, ମୋ ସ୍ତ୍ରୀକୁ ସେ ଘର ଭଲ ଲାଗିଲାନି। ତୁ ସେ ଘରକୁ ସୁନା ଘର କରିଦେ, ନହେଲେ ମୁଁ ତତେ କାଟିଦେବି। ଯାଦୁର ଗଛ ସବୁ କିଛି ଜାଣିପାରିଲା। ସେ ଲୋଭୀ କାଉକୁ କହିଲା, ଆଚ୍ଛା କାଉ, କେବଳ ଘର ସୁନା ଦରକାର ନା ଘର ଭିତରେ ଥିବା ଜିନିଷ ବି ସୁନା ଦରକାର? ହଁ ହଁ, ମୋର ଘର ଭିତରେ ଥିବା ସବୁ ଜିନିଷ ବି ସୁନା କରିଦେ। ଠିକ ଅଛି, ମୁଁ ତ ଘର ଭିତରେ ଥିବା ସବୁ ଜିନିଷକୁ ସୁନା କରିଦେଇଛି। ତୁ ଏବେ ଘରକୁ ଫେରିଯା। କାଉ ଆଉ କିଛି ନ କହି ଘରକୁ ଚାଲିଗଲା। ଏସବୁ ଘଟଣା ଦୂରରୁ ମିଟୁ ଆଉ ଚଢ଼େଇ ବି ଦେଖୁଥିଲେ। ସେମାନେ ତୁରନ୍ତ ଗଛ ପାଖକୁ ଗଲେ। ଗଛ, ଆମେ ଜାଣୁ ତୁମେ ଏକ ଯାଦୁର ଗଛ। ଆମେ କାଉ ଭଳି ଏତେ ଲୋଭୀ ନୁହଁ। ଆମ ଦୁଇ ଜଣଙ୍କ ପାଖରେ ଘର ନାହିଁ। ଆମକୁ ବି ଏକ ମଜବୁତ କାଠର ଘର ଦିଅ,
ଯେମିତି ପୁରା ବର୍ଷା ଦିନ ଆମେ ସେ ଘରେ ରହିପାରିବୁ। ଆଉ ହଁ, ଆମେ ପ୍ରତିଦିନ ତୁମର ଦେଖାଶୁଣା କରିବୁ, ଯେମିତି ଆଉ କେହି ବି ତୁମକୁ କାଟି ପାରିବେନି। ତମ ଦୁଇ ଜଣଙ୍କୁ ଦେଖି ମୁଁ ଜାଣିପାରିଲି ତମେ ମାନେ ବହୁତ ଭଲ। ମୁଁ ତମମାନଙ୍କ ଇଚ୍ଛା ନିଶ୍ଚୟ ପୁରା କରିବି। ଏଇ ନିଅ ଘର। ଏମିତି ସେ ଯାଦୁର ଗଛ ମିଟୁ ଆଉ ଚଢ଼େଇକୁ ବି 2ଟି କାଠ ଘର ଦେଲା। ସେପଟେ କାଉ ତା ସୁନା ଘର ଭିତରେ ପଶି ଦେଖିଲା ତା ସ୍ତ୍ରୀ ଏକ ସୁନାର ମୂର୍ତ୍ତି ପାଲଟି ଯାଇଛି। ଆରେ ଏ କ'ଣ, ତୁ ମୂର୍ତ୍ତି କେମିତି ପାଲଟି ଗଲୁ? ମତେ ରକ୍ଷା କର, ମୁଁ ଏମିତି ସୁନାର ମୂର୍ତ୍ତି ହେଇ ରହିବାକୁ ଚାହୁଁନି। ମୁଁ କେବଳ କଥା କହିପାରୁଛି, ହେଲେ ଟିକେ ବି ହଲି ପାରୁନି। ମୋର ଆଉ ସୁନା ଦରକାର ନାହିଁ, ଦୟାକରି ମତେ ବଞ୍ଚାଅ, ମୁଁ ମରିବାକୁ ଚାହୁଁନି। ତୁ ଭୟ କରନି, ମୁଁ ଏବେ ସେ ଯାଦୁର ଗଛ ପାଖକୁ ଯାଉଛି। ଯାଦୁର ଗଛ, ମୁଁ ମୋ ଭୁଲ ବୁଝିପାରିଲି। ମୁଁ ଆଉ ତମକୁ କିଛି ବି ମାଗିବିନି। ମୋ ସ୍ତ୍ରୀକୁ ଆଗ ଭଳି କରିଦିଅ। ଦୟାକର ଯାଦୁର ଗଛ, ଦୟାକର। କାଉର ଏପରି ପରିବର୍ତ୍ତନ ଦେଖି ଯାଦୁର ଗଛ ତା ସ୍ତ୍ରୀକୁ ତାର ପୂର୍ବ ରୂପ ଫେରିଦେଲା। ସେ ଯାହା ବି କାଉମାନଙ୍କୁ ଦେଇଥିଲା ସବୁ ନେଇଗଲା। ସେଦିନ ପରଠାରୁ 2 କାଉ ଆଉ ଲୋଭ କଲେ ନାହିଁ। ସେମାନେ ତାଙ୍କର ସେଇ ଭଙ୍ଗା ଘରେ ରହିଲେ।